ଠାକୁରଙ୍କର ଅଭୟ ପାଦ ପଦ୍ମରେ ସର୍ବଥରେ ମୋର ଅନନ୍ତ କୋଟି ପ୍ରଣତି। ଠାକୁରଙ୍କ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଯିଏ ଯୋଉଠି ଥାନ୍ତୁ ନା କାହିଁକି ସମସ୍ତଙ୍କୁ ମୋର ଭକ୍ତିଭୂତ ପ୍ରଣାମ। এই অনলাইন সৎসঙ্গে যোগদান করতে বরেণ্য ঋত্বিক মন্ডলী ও মোর ভক্তিভূত প্রণাম। যে আজক ধৈর্য গুরু ভ্রাতা মা যে যোগদান করছেন সমস্ত পরমার্থিক প্রণাম জনাউছি। আজির যে আলোচনার বিষয়বস্তু শ্রেষ্ঠ দর্শন 238 নম্বর বাণী শ্রেষ্ঠ দর্শন সেই সম্পর্কে মু কথা মো বোধরে কিছু আলোচনা রখিবি। দেখুন আমি সমস্ত মনুষ্য হলা ঈশ্বরଙ୍କର ଏକ ଅନବଦ୍ୟ ସୃଷ୍ଟି। ବାଇବେଲରେ ଅଛି ଗଡ୍ ହେଜ୍ କ୍ରିଏଟେଡ୍ ମେନ୍ ଆଫ୍ଟର ହିଜ୍ ଓନ୍ ଇମେଜ୍। ବିଶ୍ୱସ୍ରଷ୍ଟା ମନୁଷ୍ୟଙ୍କୁ ସୃଷ୍ଟି କରିଛନ୍ତି ତାଙ୍କର ଅନନ୍ତ ଲୀଳାକୁ ସେ ଉପଭୋଗ କରି ସଂସାରରେ ଅମୃତ ଜୀବନର ଅଧିକାରୀ ହେବା ପାଇଁ, ତତ୍ ସହିତ ପରିବେଶରେ ସତ୍ୟ ଶିବ ସୁନ୍ଦରର ସ୍ୱର୍ଗରାଜ୍ୟ ପ୍ରତିଷ୍ଠା କରିବା ପାଇଁ। ତେଣୁ ମଣିଷ ଜୀବନର ଉଦ୍ଦେଶ୍ୟ ସାଧନା ତପସ୍ୟା ଓ କର୍ମ ହେଉଛି ସେଇ ଏକ ଅଦ୍ୱିତୀୟ ପରମ ବ୍ରହ୍ମ ପରମାତ୍ମାଙ୍କୁ ଜୀବନରେ ଲାଭ କରି ଉପାସନା କରି ତାଙ୍କର ପଦାଙ୍କ ଅନୁସରଣ କରି ମନୁଷ୍ୟରୁ ନିଜକୁ ଦେବତ୍ୱରେ ରୂପାନ୍ତରିତ କରିବା ଏବଂ ପ୍ରତ୍ୟେକକୁ ମଧ୍ୟ ସେ ଦେବତ୍ୱ ଭାବରେ ଗଢି ତୋଳିବା। କାରଣ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଲା ଈଶ୍ୱର ପ୍ରାପ୍ତି, ଧାରଣ ପାଳନ ପୋଷଣ ସମ୍ବେଗ ସିଦ୍ଧ ବ୍ୟକ୍ତିତ୍ୱ ଲାଭ କରିବା। କିନ୍ତୁ ମନୁଷ୍ୟ ଏକ ଦେବଦୁର୍ଲଭ ଜୀବନ ଲାଭ କରି ମଧ୍ୟ ସେ ସଂସାରକୁ ଆସିବା ପରେ ଉତ୍ସ ବିମୁଖ ହୋଇ ପଡେ। ସେ ପରମ ଉତ୍ସଙ୍କୁ ଭୁଲି ସିଏ ପ୍ରବୃତ୍ତି ପଙ୍କଳ ପଥରେ ନିଜକୁ ପରିଚାଳିତ କରି ଜୀବନାନନ୍ଦ ଲାଭରେ ପ୍ରୟାସୀ ହୁଏ। ଫଳରେ କସ୍ତୁରୀ ମୃଗ ଭଳି ସେ ଜୀବନରେ ପଥହରା ହୋଇ ନାନା ଘାତ ପ୍ରତିଘାତ ସଂଘାତ ଭିତରେ ଗତି କରେ। ଜୀବନ ହୋଇ ଗୋଟେ ଦୁର୍ବିଷ। ଆଉ ମନୁଷ୍ୟ ଜନ୍ମ ହେବା ମାତ୍ରେ ତା ପାଖରେ ପିତା ମାତା ବନ୍ଧୁ ପରିଜନ ସବୁ ଈଶ୍ୱର ଦେଇଥାନ୍ତି। ସେ ଜନ୍ମ ହୁଏ ସଂସାରରେ, ଆତଜାତ ହୁଏ, ବିବାହ କରେ, ସଂସାରକୁ ଉପଭୋଗ କରେ, ପୁଣି ସଂସାରରୁ ଚାଲିଯାଏ ଏବଂ ପୁଣି ମାତୃଗର୍ଭରେ ଜନ୍ମ ନିଏ। ତେଣୁ ଜନ୍ମରୁ ମୃତ୍ୟୁ ମଧ୍ୟରେ ସବୁ ଜିନିଷ ସେ ପାଏ। କିନ୍ତୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ଭଗବତ ଜୀବନ ଲାଭ କରିବା। ସେ ଯଦି ଜୀବନରେ ସଦ୍ଗୁରୁଙ୍କୁ ବରଣ ନ କରେ ତାର ମାନବ ଜନ୍ମ ବୃଥାରେ ଯାଏ। ତେଣୁ ସେଇ ପରମ ସ୍ରଷ୍ଟା ନରନାରାୟଣ ଯୁଗ ପୁରୁଷୋତ୍ତମଙ୍କୁ ଗୁରୁ ରୂପରେ ବରଣ କରିବା ଏକାନ୍ତ ପ୍ରয়োଜନ। ପୁରୁଷୋତ୍ତମ ଶବ୍ଦର ଅର୍ଥ ଉତ୍ତମ ପୁରୁଷ ବା ଶ୍ରେଷ୍ଠ ପୁରୁଷ ବା ପ୍ରେଷ୍ଠ ପୁରୁଷ, ସର୍ବଶ୍ରେଷ୍ଠ ପରିପୂରଣକାରୀ। ହାଇଏଷ୍ଟ ମ୍ୟାନିଫେଷ୍ଟେସନ ଅଫ ଗଡ ଇଜ ହ୍ୟୁମାନ ପରଫେକ୍ସନ ୱିଥ ଫ୍ଲେଶ ଆଣ୍ଡ ବ୍ଲଡ। ଅର୍ଥାତ ରକ୍ତ ମାଂସ ସଂକୁଳ ଉଦ୍ଭାସିତ ନର ବିଗ୍ରହ। ସେ ହେଉଛନ୍ତି ବିଶ୍ୱଗୁରୁ, ଲୋକ ଶିକ୍ଷକ। ସେଇ ହେଉଛନ୍ତି ଶ୍ରେଷ୍ଠ, ସେଇ ହେଉଛନ୍ତି ପ୍ରେଷ୍ଠ, ସେଇ ହେଉଛନ୍ତି ଗୁରୁ, ସେଇ ହେଉଛନ୍ତି ପରମ ପିତା, ଯାହା ବି କହୁନା କାହିଁ। ତ ଆଜିର ଯୋଉ ଆଲୋଚନାର ବିଷୟ ବସ୍ତୁ ରହିଛି ପ୍ରେଷ୍ଠ ଦର୍ଶନ। ତେଣୁ ଯାହାଙ୍କୁ ଆମେ ପ୍ରେଷ୍ଠ ବା ଶ୍ରେଷ୍ଠ ଜୀବନର ନିୟାମକ ଗତିମୁକ୍ତିଦାତା ବୋଲି ଭାବି ନେଇଛେ, ତ ତାଙ୍କୁ ପ୍ରତି ପ୍ରତ୍ୟେକଙ୍କ ଭିତରେ ଦର୍ଶନ କରିବା ବା ପ୍ରତିଷ୍ଠିତ କରିପାରିଲେ ଯାଇକି ଆମେ ତାଙ୍କ ଦର୍ଶନ ପ୍ରତି ପ୍ରତ୍ୟେକଙ୍କ ଭିତରେ ଲାଭ କରିପାରିବା। ଠାକୁର କହୁଛନ୍ତି ତୁମର ପ୍ରେଷ୍ଠ, ଆଜିକାର ବାଣୀଟେ ଯୋଉ ଦାଦା ବି ପଢେଇ ଦେଇଛନ୍ତି, ଯେ ତୁମର ପ୍ରେଷ୍ଠ ଯେଉଁମାନଙ୍କର ଅସ୍ତିତ୍ୱରେ ମୁଖ୍ୟତଃ ସ୍ୱାର୍ଥାନ୍ୱିତ, ଯେଭଳି ପିତା ମାତା, ଠାକୁର କହୁଛନ୍ତି ଭ୍ରାତା ଭଗିନୀ ଦାରା ପୁତ୍ର ପୁତ୍ରାଦି ଦୁନିଆର ପ୍ରତି ପ୍ରତ୍ୟେକ ହିଁ ଯେଉଁମାନଙ୍କୁ ନିଜର ଅସ୍ତିତ୍ୱକୁ ଗୃହୀତ କରି ନିଜକୁ ସ୍ୱସ୍ତି ସମ୍ପନ୍ନ କରି ତୋଳିଥାନ୍ତି, ସେଇମାନଙ୍କ ଭିତରେ ଶ୍ରଦ୍ଧା ତତ୍ପର ଚକ୍ଷୁରେ ତୁମେ ଯଦି ତାଙ୍କୁ ଦେଖିବାକୁ ନ ପାଇଲ, ତେବେ ତୁମେ କଣ ଆଶା କର ଆ ବ୍ରହ୍ମର କୌଣସି ବି ବ୍ୟକ୍ତି ବିଶେଷରେ ତୁମର ପ୍ରେଷ୍ଠ ସ୍ମରଣ ଉଦ୍ଭାସିତ ହେଇ ଉଠିବ? କେବେ ନୁହେଁ। ତେଣୁ ଏଇଟା ଏତେ ସହଜ କଥା ନୁହେଁ। ତେଣୁ ନିଜକୁ ଗଢି ତୋଳିବାକୁ ପଡିବ। କିନ୍ତୁ ଆମେ ଅଜ୍ଞତାବଶତଃ ମାୟାବଦ୍ଧ ହେଇ ଭୂତ ପ୍ରକୃତିକୁ ପ୍ରଭୁ ବୋଲି ମନେ କରୁ। ଆମେ ଭାବୁ ଯାହା ଆମର ଅଧିକାରରେ ଅଛି ବା ଯାହା ଆମେ ଦେଖୁଛେ ସେ ସମସ୍ତ ମାଲିକ ହଉଛି ମୁଁ, ଏଇ ମୁଁ ବୋଧ। ତେଣୁ ଆମେ ଜାଣିପାରୁନାହୁଁ ଯେ ଏତ ଦ୍ୱାରା ଭଗବାନଙ୍କର ଯୋଉ ଭୌତିକ ଶକ୍ତି ଆମେ ଅଧୀନ ହେଇ ପଡୁଛୁ ବୋଲି ଆମେ ଜାଣିପାରୁନୁ। ତଥାପି
ମାନବ ତାର କର୍ମ ଜରିଆରେ ଭଗବାନଙ୍କୁ ସେବା ଅର୍ପଣ କରିବା ଉଚିତ, ଆମର କରିବା ଉଚିତ। କାରଣ ସେ ହଉଛନ୍ତି ସମସ୍ତ ଲୋକ ଓ ତାହାର ଅଧିବାସୀ ଗଣଙ୍କର କର୍ତ୍ତା ସେ ଅଟନ୍ତି। ସେ ହଉଛନ୍ତି ଶ୍ରେଷ୍ଠ, ସେ ହଉଛନ୍ତି ଶ୍ରେଷ୍ଠ, ସେ ହଉଛନ୍ତି ଗତିମୁକ୍ତି ଦାତା। ସିଏ ସମସ୍ତ ଯଜ୍ଞ କର୍ମର एकमात्र उपभोगकारी अटंती। तांको उपभोग प्रदान करि परिले ही आमे शांति लाभ करि परिबा। श्रीमद् भगवत गीतार पंचम अध्याय 29तम श्लोक रे भगवान श्री कृष्ण अर्जुन को उपदेश प्रदान करी कहिसंती जे भक्तारं यज्ञ तपसां सर्वलोक महेश्वरम सुहृदं सर्वभूतानां ज्ञात्वा मां शांति मृच्छति। साधु संत महात्मा गण मते समस्त यज्ञ कर्म तपस्या व्रतादि अंतिम उद्देश्य समस्त लोक देवता मानकर ईश्वर और समस्त जीवर उपकारी और मंगलाकांक्षी बंधु बोली जानी भौतिक दुख जंत्रणा मुक्त ही शांति प्राप्त होती। तेणु जीव प्रति यथादृश कृपा करी भगवान स्वयं जीवर मंगलाकांक्षी बंधु हिसाब रे तार किपरि प्रकृत शांति लाभ हो पारिबो सेही उपाय निर्देश करिसंती। तेणु जीव जेतବେଳେ कृष्ण विस्मृत होई निजको भोक्ता बोली भाविले शुद्धा भगवान ताको छाड़ू नांती। से समग्र जीव जगत एकमात्र हिताकांक्षी बंधु अटंती। जीव प्रति अनुग्रह करी से धराधर्म रे अवतीर्ण होइचंती। सेइतिमे वैष्णव शास्त्र कहै जे तुमार लहित आमी होइनो अवतार आमा बिना बंधु आर के होचे तुमार। जेहेतु भगवान जीवर स्वरूप विस्मृति जानिचंती तेणु से जीव को गोटे मुहूर्त मध्य छाड़ू नांती। जेपरि पिता पुत्रर कौनसी अमंगल कामना न करी सदा सर्वदा तार कल्याण बाहित साधन करतांती तद्रूप भगवान जीवगणंकर बीजप्रद पिता अटंती एवं से जीवगण को प्रकृत शांतिपूर्ण जीवन यापन पथ निर्देश करती। श्रीमद् भगवत गीतार भगवान कहते ये सर्वजोनिषु कुंतय मूर्तय संग भवती भवन्ति जा तासंग ब्रह्मं महत् जोनिरहं बीज प्रद पिता। हे कुंती पुत्र एक जानी रखिया उचित जे ये भूत प्रकृति रे समस्त प्रकार जीव जात होती एवं समस्त प्रकार जीव जोनि रे जो सब जीव जात होती से समस्त बीज प्रदान करी पिता मु अटे। परम पुरुष भगवान श्रीकृष्ण समस्त जीवंकर आदि पिता अटंती। माया मोहित होई आमे कोन करू भगवान को विस्मृत हो जाऊ। तेणु एठी जो ठाकुर कहउचंती समस्त भितरे तुमर पृष्ठ को यदि तुम दर्शन करी न पारिल ताहले किसी लाभ ही नहीं। अर्थात निजको सेही पृष्ठमुखी इष्टमुखी करी तोलिबा को पड़िबो। जेतेबेले आमे से इष्टमुखी बा इष्ट निशारे आमे जेतेबेले विभोर हो जाऊ तल्लीन हो जाऊ सेतेबेले आम भितरे सेही भावटा ही उद्रेक हुए। सेतेबेले अन्य मानकु जो आम भली आमे देखू सेतिकी बेले तांको भितरे आमे पृष्ठं को दर्शन करिवार बा बोध करिवार शक्ति लाभ हुए। किंतु आमे बोध करि पारुना काईकि जेमति ठाकुर प्रश्न कराइदिला जे इष्ट ग्रहणर प्रयोजनीयता केतेबेले सहज रे बुझी दिया जे पारे मनिष। ठाकुर कहउचंती आलोचना प्रसंग प्रथम खंड रे कहउचंती प्रतिटी मनिष को तुमे निजर बोली बोध करिवो मो सत्ता ता भितरे रहिछि से बोली बोध तुमे करिवो। प्रतिटी पदक्षेप रे श्वास प्रश्वास रे तुम यदि इष्ट को नहीं चालो इष्ट ही यदि तुम यथा सर्वस्व होई उठंती सेतेबेले जे कोनसी मनिष को तुमे क्षण मात्र कि इष्ट ग्रहण प्रयोजनता सहज भाव रे बुझेई दै पारिवो। सेतेबेले ता पई तुमको आउ शास्त्र फास्त्र दर्शन शास्त्र उल्टीबाको पड़िबोनी। निजर जीवनी को इष्ट ठारे अच्युत सुकेन्द्रिक और सुविन्यस्त करी तोलिबाको जाई निजर अध्ययन करिबाको जाई तुमे जो बोध विवेचना अनुभूति और नियमन कुशलता आयत्त करिवो ताहारी साहाय्य रे तुमे सारा दुनिया को बोध करि पारिवो सुनियंत्रित करी तोली पारिवो। तुमर दर्शन अर्थात देखा सेतेबेले केते जनकर आखि खोली दबो। तो निजको आगे तैयारी करिबाको पड़िवो निजको पृष्ठमुखी करी तोलिबाको पड़िवो
ता नहेले पृष्ठ दर्शन टा केतेबेले भी संभव पर ही पारिबो नाही। आज देखो आज दुनिया रे पिता पितृ मातृ भक्ति अच्छी कि वृद्ध पिता माता मैंने जराश्रम बास करने को काल काटा पड़ुची तार कारण कौन से बोध आम भीतर आसी पारु नाही। ये मुझे मोर जी मत जो कले कष्ट लगे भी प्राण व्यथा लगुव जदि भितर से पृष्ठ दर्शन आमर आसी पारंता ताहले कई कौन नहीं कि पितामाता को वृद्ध पितामाता को जराश्रम वृद्धाश्रम छाड़ी आसंता कि ये बोध आमर नहीं। आज स्वामी निज स्त्री को हत्या करुच्ची सकाଳେ टीवी गोटे मु न्यूज देखुली तार स्वामी निजे नहीं तो माने अन्य मान सहायतार ता स्त्री को हत्या करिछि पिटी पिटी हत्या करिछि। ये बोध आसु ता भितर से तांको देखि पारुनी अर्थात से गुरु ग्रहण करि गुरु ग्रहण करिकि भी एभली रास्ता न चले इष्ट को प्रतिष्ठा करिबा इष्ट की न हुए पृष्ठमुखी न हुए पृष्ठ चिंता विभोर न हुए ताले से किमिति अन्य मानक भीतर देखि पारि तार पृष्ठ को ए बोध रे तार जागृत हबो नाही केतेबेले भी ए बोध रे जागृत हबो केतेबेले जेतेबेले से इष्ट को मुख्य करि चालिबो। ठाकुर आलोचना प्रसंग प्रथम खंड में कहले अनुराग मुखर खूब फूर्ति नाम ध्यान चल जाओ प्रति कार्य इष्ट सन्दिष्टु आग्रह नहीं चल निजर जीवन को इष्ट सर्वस्व कर पकाओ देख तुम मान भीतर केते जिनिस जागी उठिब अवश्य कौन किसी लोभ रख ना से लोभ ही पर्दा पकई दब आगु को आगे दब ना ही मन प्राण दे भल पाओ संग कर अनुसरण कर सक्रिय भाव में इच्छा पूरण कर स्व इच्छा आनंदर सहित दायित्व ग्रहण कर एवं कृतित्वर सह निष्पन्न कर यही स्रोत मध्य निजक पकई दियो निज निज पुटुलीर भावना छाड़ ठाकुर कहते जहा किसी को निजर कर खट तांकरी प्रीति प्रतिष्ठा कामना प्रत्येक को वैशिष्ट माफिक सेवा दियो यही स्रोत पड़ी तुम मैंने देखा पाइब तुम मान अजाणत तुम मैंने परिपूर्ण बहुत संगति नहीं बहुत किसी जानी पकईच यही चलन पथरे ही सर्वज्ञ तो बीज ब्रह्म ज्ञान उद्भिन्न हो उठे ये सब किसी अद्भुत जादू बा ए जगतर सहित विच्छिन्न व्यापार नुहे तो मूल जिनिस जदि आम इष्ट को निजर करनु आपणार करनु से ठाकुर कही तुम्हें समस्ते जड़े जड़े ठाकुर ही उठ कहबार तात्पर्य जे ठाकुर होगी पूजा पाइबा ना ता नुह ठाकुर जो आचार आचरण से आम चरित्र फुटे तुलेबा यहीटा हूँ वास्तव कथा जो कि ठाकुर कहते ईश्वर को जोटा कि रामकृष्ण ठाकुर कहते ईश्वर कोटि मनीष आउ जीव कोटि मनीष तेणु जो मैंने पृष्ठ निशारे ईश्वर कोटि मनीष क्या कहुए श्री ठाकुर कही पृष्ठ निशार अटूट टाणे वृत्ति समाहारे हार ईश्वर कोटि ताके जानी श्रेष्ठ जन्म तार अर्थात से वृत्तिर ऊर्ध्वे वृत्ति कबलित करें ना प्रवृत्त हुए से वृत्ति इष्ट सेवार से निजक संपूर्ण भाव में उत्सर्गीकृत कर दिए इष्ट ही तार जीवन और मुख्य इष्ट व्यतीत कि जाने जमी हनुमान को प्रश्न करा पचार आज 12 कौन तिथि कौन हनुमान कही 12 तिथि मुझे जाने मोर प्रभु राम व्यतीत मुझे जाने मो प्रभु व्यतीत मुझे जाने ना ये केते बड़ कथा तेणु निजक से गढ़ी तोड़े से भाव इष्ट भाव भावान्वित हो पारे इष्टमुखी कर पारे अन्य मान भीतर अर्थात पिता माता आत्मीय स्वजन प्रति प्रत्येक जी के ना कहीं परिवेश परिवेष्टनी समस्त को भीतर से इष्ट भावटा ही मुझे देखी अन्य रूप से देखिपारि ना पृष्ठ दर्शन से हम भितर अर्थात मुझक जब गढ़ी तोली पारि परिवेश तार प्रभाव पड़ो मोर पिता माता से उद्बुद्ध हे भाई भौणी जो मैंने अन्य मैंने अच्छा परिवेश परिवेष्टनी जो मैंने अच्छा जहाँ सहित मोर संपर्क जहाँ को लेकिन गढ़ी उठी मोर सत्ताटा
ଉଦ୍ବର୍ଦ୍ଧନ ଦିଗରେ ଗତି କରୁଛି, ମୁଁ ବଞ୍ଚିବା ବଢିବାର ଖୋରାକ ଯୋଉ ପାଉଛି, ଯୋଉମାନେ ମତେ ସୁଯୋଗ ପ୍ରଦାନ କରୁଛନ୍ତି, ସେ ସମସ୍ତଙ୍କ ଭିତରେ ସମସ୍ତଙ୍କୁ କିଭଳି ସେ ଇଷ୍ଟ ପ୍ରାଣ କରି ତୁଳିବି, ସେତେବେଳେ ମୋର ଲକ୍ଷ୍ୟ ହେଇଯିବ ଯେ ମୋ ପାଖରେ ଯଦି ମୋର ପ୍ରେଷ୍ଠ ମୁଖ୍ୟ, ମୋର ଗୁରୁ ମୁଖ୍ୟ, ସେହି ଜୀବନର ଆଦର୍ଶ ଯାହାକୁ ନେଇକି ମୋର ଜୀବନ ତରିକୁ, ଜୀବନ ନୌକାକୁ ମୁଁ ଛାଡିଛି, ତେଣୁ ମୋର ଜୀବନଟା ଯେମିତି ଗଢି ଉଠିଛି, ମୁଁ ଅନ୍ୟମାନଙ୍କୁ ମଧ୍ୟ ସେଇଭଳି ଗଢି ତୁଳିବାକୁ ଚେଷ୍ଟା ରଖିବି ସେମାନଙ୍କ ଭିତରେ। ଅର୍ଥାତ୍ କହିବାରେ ନୁହେଁ, କହିବାଟା ସେତିକି ବେଳେ କାର୍ଯ୍ୟକାରୀ ହବ ଯେତେବେଳେ ଆମର କର୍ମ ମଧ୍ୟ ସେଇଭଳି ହେଇଥିବ। ସେଇଥିପାଇଁ ଠାକୁର ସତ୍ୟାନୁଷ୍ଠାନ କହିଥିଲେଣି ଯେ ତୁମେ ଯଦି ସତ୍ ହେଇଥାଉ, ତୁମ ଦେଖା ଦେଖି ହଜାର ହଜାର ଲୋକ ସତ୍ ହେଇଯିବେ, ଆଉ ଯଦି ତୁମେ ଅସତ୍ ହେଇଥାଉ, ତୁମର ଦୁର୍ଦ୍ଦଶାରେ ସମବେଦନା ଜ୍ଞାପନ କରିବାକୁ ମଧ୍ୟ କେହି ଜଣାଇଲେ ରହିବେ ନାହିଁ। ବାସ୍ତବ କଥା। ସେଇଥିପାଇଁ ଠାକୁର କହିଲେ ଆଲୋଚନା ପ୍ରସଙ୍ଗର ପ୍ରଥମ ଖଣ୍ଡରେ ଯେ ଇଷ୍ଟଙ୍କ ପାଇଁ ଆପ୍ରାଣ ହେଇ ଉଠିଲେ ସେତେବେଳେ ସଂସାର ମଧ୍ୟ ଇଷ୍ଟଙ୍କ ପାଇଁ ହେଇ ଉଠେ। କିଛି ଦିନ ଅଭାବ ଅଭିଯୋଗ ଷ୍ଟ୍ରାଗଲିଂ ପିରିୟଡ ଅର୍ଥାତ୍ ଟଣାଟଣି ଅବସ୍ଥା ଚାଲିଲେ ମଧ୍ୟ ଇଷ୍ଟଙ୍କର କାମ ଠିକ ଠିକ ଉପଚୟ ଭାବରେ କରିବାକୁ ଲାଗିଲେ, ତାଙ୍କଠାରେ ଠିକ ଠିକ ଇଣ୍ଟରେଷ୍ଟେଡ ଆଗ୍ରହୀ ହେଇ ଉଠିଲେ, ବେଶୀ ଦିନ ତା ରହେ ନାହିଁ। ସେତେବେଳେ ଆମମାନଙ୍କର ଚରିତ୍ର ବଳ, ଯୋଗ୍ୟତା, ମଣିଷ ସମ୍ପଦ ସବୁ କିଛି ବଢିଯାଏ, ଦୁଃଖ ରହେ ନାହିଁ। ଯେ ପର୍ଯ୍ୟନ୍ତ ଆମେ ନିଜକୁ ନେଇ ବିବ୍ରତ ରହୁ ସେ ପର୍ଯ୍ୟନ୍ତ କେହି ଆମମାନଙ୍କର ନିଜର ହୁଅନ୍ତି ନାହିଁ। କିନ୍ତୁ ସୁନ୍ଦର କଥା, ଯେ ପର୍ଯ୍ୟନ୍ତ ଆମେ ନିଜକୁ ନେଇକି ବିବ୍ରତ ରହୁ ସେ ପର୍ଯ୍ୟନ୍ତ କେହି ଆମର ନିଜର ହୁଅନ୍ତି ନାହିଁ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ଇଷ୍ଟଙ୍କୁ ନେଇ ମାତି ଉଠୁ, ତାଙ୍କରି ସ୍ୱାର୍ଥ ପ୍ରତିଷ୍ଠା କଲେ ପାରିପାର୍ଶ୍ୱିକଙ୍କର ସେବାରେ ଉନ୍ମୁଖ ହେଇ ଉଠୁ, ସେତେବେଳେ ହିଁ ସମସ୍ତେ ନିଜର ହେଇ ଆମ ପାଖରେ ଧରା ଦିଅନ୍ତି। ସେଇମାନେ ହିଁ ଆମମାନଙ୍କର ଦୁଃଖ ଦୂରୀକରଣ ପାଇଁ ବଦ୍ଧ ପରିକର ହେଇ ଛିଡା ହୁଅନ୍ତି। ପୁଣି ଯିଏ ଠିକ ଠିକ ଇଷ୍ଟ ପ୍ରାଣ, ସେ ପରିବାରର ସମସ୍ତଙ୍କୁ ହିଁ ଏପରି ଭାବରେ ଅନୁପ୍ରାଣିତ କରି ତୁଳେ ଯାହା ଦ୍ୱାରା ପରିବାର ମଧ୍ୟରେ ଗୋଟେ ଇଣ୍ଟିଗ୍ରେସନ, କନସୋଲିଡେସନ, ସଂହତି ଏବଂ ସଂଘବଦ୍ଧତା ଆସିଥାଏ। ପ୍ରତ୍ୟେକ ଇଷ୍ଟଙ୍କ ପାଇଁ ଓ ପରସ୍ପରଙ୍କ ପାଇଁ କରନ୍ତି। এই ବୋଧରେ ସେତେବେଳେ ଜାଗ୍ରତ ହେଇଯାଏ। ପ୍ରତି ପ୍ରତ୍ୟେକ ଯିଏ ବି ଯାହା କରେ এই ବୋଧରେ ସେତେବେଳେ ଜାଗ୍ରତ ହୁଏ। କାହାକୁ କିଛି କଟୁ କଥା କହିଦେଲେ ମଧ୍ୟ ସେତେବେଳେ ମନରେ ବାଧା ଆସେ, ଏ ପ୍ରଭୁ ବି ତା ଭିତରେ ଅଛନ୍ତି, ମୁଁ କହିଦେଲି ବୋଧ। ସେଇଥିପାଇଁ ଠାକୁର କହିଛନ୍ତି ତାଙ୍କ ବାଣୀରେ, ଏ ଚାହାଣି ତୁମର ମଧୁର କର କଥା, ଚଳଣି ତୁମର ମଧୁର କରି ଘୁଞ୍ଚାଅ ସବୁରି କଥା। କେତେ ବଡ କଥା, ଆମର ଚାହାଣି ବି ମଧୁର ହବ, କଥା ବି ମଧୁର ହବ, ସବୁ କିଛି ମଧୁର ହବ। କେତେବେଳେ ମଧୁର ହବ ନା ଯଦି ମଧୁର ଆମେ ନେଇକି ଜୀବନରେ ଆମର ପ୍ରତିଟି ଚାଲି ଚଳନ ସବୁ ଭିତରେ ଯଦି ଆମେ ମଧୁରଟାକୁ ପ୍ରବେଶ କରେଇ ଦେଇଥିବୁ, କାରଣ ସିଏ ହେଲେ ମଧୁରର ଚରମ। ତାଙ୍କ ପାଖରେ ସବୁ ହିଁ ମଧୁର, ତାଙ୍କର ଗାଳି ବି ମଧୁର, ତାଙ୍କର କଥା ବି ମଧୁର, ତାଙ୍କର ହସିବା ବି ମଧୁର, ବସିବା ବି ମଧୁର, କାଶିବା ବି ମଧୁର, ଯେକୌଣସି କାର୍ଯ୍ୟ ତାଙ୍କର ସବୁ ହିଁ ମଧୁର, କାରଣ ମଧୁରିମାରେ ସେ ହେଉଛନ୍ତି ପରିପୂର୍ଣ୍ଣ, ସେ ଚରମ। ତେଣୁ ପ୍ରତ୍ୟେକଙ୍କ କର୍ମ ଶକ୍ତିକୁ ବଢେଇ ତୁଳେ ଓ ପୁଣି କନସେଣ୍ଟ୍ରିକ ସୁକେନ୍ଦ୍ରିକ ହେବା କାରଣରୁ କାର୍ଯ୍ୟଗୁଡ଼ିକ ମଧ୍ୟ ୱେଲ ଆଡଜଷ୍ଟେଡ ଓ ପ୍ରଫିଟେବୁଲ ସୁନିୟନ୍ତ୍ରିତ ଲାଭଜନକ ହୁଏ। ତେଣୁ ଇଷ୍ଟ ପ୍ରାଣ ନହେଲେ, ଇଷ୍ଟମୁଖୀ ନହେଲେ, ଇଷ୍ଟ ପ୍ରତିଷ୍ଠାପନ୍ନ ନହେଲେ, ଶ୍ରେଷ୍ଠ ପ୍ରତିଷ୍ଠାପନ୍ନ ନହେଲେ ଏସବୁ କେବଳ ବୋଧ ଆସିବ ନାହିଁ। ଏ କେବଳ କଥାରେ ନୁହେଁ, ଏକ କାର୍ଯ୍ୟରେ, କାରଣ ପ୍ରତ୍ୟେକଙ୍କ ଭିତରେ ସେ ଇଷ୍ଟ ହିଁ ଅଛନ୍ତି। এই ବୋଧରେ ଯେତେବେଳେ ଆସିଯିବ ଆମ ଭିତରେ ପ୍ରତ୍ୟେକଙ୍କୁ ଆମେ ଅଲଗା ପର ଭଳି ଭାବି ପାରିବା ନାହିଁ, ସିଏ ଅଲଗା ମୁଁ ଅଲଗା, ଏ ବୋଧ ଆମ ଭିତରେ ଆସିବ ନାହିଁ। ଆଗରୁ ସେଇଥିପାଇଁ ସବୁବେଳେ କହୁଥାନ୍ତି ଆମେ କାଉকে ପର ଭାবতে পারি না। ପର କିଏ? ସମସ୍ତେ ହିଁ, ଆଉ ସବୁ ଭିତରେ ହିଁ ସେଇ ଯଦି ଭଗବାନଙ୍କର ଇଷ୍ଟଙ୍କର ସତ୍ତା ଯଦି ରହିଛି, ମୋର ଇଷ୍ଟ ଯଦି ତା ଭିତରେ ଅଛନ୍ତି, ତାହେଲେ ମୁଁ ତାକୁ ଏ କଥା କହିବି କେମିତି? ଯେମିତି ରାମକୃଷ୍ଣ ଠାକୁର କହୁଥିଲେ ତାଙ୍କ ଇଏର କଥାମୃତରୁ ମୁଁ ଥରେ ଗୋଟେ ପଢିଥିଲି ଯେ ଦିନେ କାର୍ତ୍ତିକ ଗୋଟେ ବିରାଡିକୁ ନିଜ ନଖରେ ଆମ୍ପୁଡି ପକେଇଲେ। ପରଦିନ ମା ପାର୍ବତୀଙ୍କ ଗାଲରେ ଗୋଟେ ନଖ ଚିହ୍ନ ଦେଖି ସେ ତାଙ୍କୁ ପଚାରିଲେ, ମା ତୁମ ଗାଲରେ ନଖ ଚିହ୍ନ କାହିଁକି? ପାର୍ବତୀ କହିଲେ, ବାପ ଇଏ ତୋରି ନଖର ଦାଗ। କାର୍ତ୍ତିକ କହିଲେ, ମୋ ନଖ ତୁମ ଗାଲକୁ କିପରି ଗଲା? ମା କହିଲେ, ବାପ କାଲି ତୁ ଗୋଟେ ବିରାଡିକୁ ନଖରେ ଆମ୍ପୁଡି ପକେଇଥିଲୁ, ତୋର ମନେ ନାହିଁ? କାର୍ତ୍ତିକ କହିଲେ, ବିରାଡି ଆମ୍ପୁଡିଲା ବୋଲି ତୁମ ଗାଲରେ କେମିତି ନଖ ଦାଗ ହେଲା?
ମା କହିଲେ ବାପ ଏ ଜଗତରେ ମୋ ଛଡା ଆଉ କୌଣସି ଜୀବଜନ୍ତୁ ନାହିଁ, ତୁ ଯାହାକୁ ଆଘାତ କରନା କାହିଁକି ସେ ଆଘାତ ମତେ ଲାଗିବ। এই କଥା ଶୁଣି କାର୍ତ୍ତିକ ବିସ୍ମିତ ହେଲେ ଓ ମନେ ମନେ ସ୍ଥିର କଲେ ଆଉ ଏ ଜୀବନରେ ବିବାହ ନ କରିବାକୁ। କାହାକୁ ଆଉ ବିବାହ କରିବି, ଯାକୁ ବିବାହ କରି ସେ ତ ମୋର ମା। ଚିନ୍ତା କରି ଦେଖନ୍ତୁ, ତେଣୁ ଏଇ ବୋଧଟା ଯେତେବେଳେ ଆମ ଭିତରେ ଇଷ୍ଟ ବା ପ୍ରେଷ୍ଠ ବୋଧଟା ଯେ ତା ଭିତରେ ପ୍ରେଷ୍ଠ ଅଛନ୍ତି, ତେଣୁ ମୁଁ ଯେମିତି ପ୍ରେଷ୍ଠ ପ୍ରାଣ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାପନ୍ନ ହେଇ ଉଠିଛି, ତାକୁ ବି ମଧ୍ୟ ସେଇଭଳି ତା ଭିତରେ ବି ମଧ୍ୟ ମୋର ଇଷ୍ଟ ବିରାଜମାନ କରୁଛନ୍ତି, ତାକୁ ବି ମଧ୍ୟ ମୁଁ ସେଇଭଳି ଗଢି ତୋଳିବି। ସେ ହେଇପାରେ ଦୁଷ୍ଟ, ହେଇପାରେ ବଦମାସ, ତାକୁ ମଧ୍ୟ ପରିବର୍ତ୍ତିତ କରିବା ଦାୟିତ୍ୱ ହଉଛି ମୋର। ତା ଭିତରେ ସେଇ ପ୍ରେଷ୍ଠ ଦର୍ଶନଟା କରିବା ଦରକାର। ଆଉ ପ୍ରେଷ୍ଠ ଦର୍ଶନ କରିବାକୁ ହେଲେ ତାକୁ ମଧ୍ୟ ସେଇଭଳି ଗଢି ତୋଳିବାକୁ ହବ। ସେଇଥିପାଇଁ ଠାକୁରଙ୍କ ଉଦାତ୍ତ ଆହ୍ୱାନ ଥିଲା, ବ୍ୟକ୍ତି, ଦମ୍ପତି, ଗୃହ, ସମାଜ, ରାଷ୍ଟ୍ର। ଆଗେ ବ୍ୟକ୍ତି ଠିକ ହବ, ତାହେଲେ ଦମ୍ପତି ତାକୁ ଦେଖିକି ବ୍ୟକ୍ତି ଯଦି ନିଜେ ଠିକ ହେଇଯାଏ, ଅର୍ଥାତ୍ ତାର ପରିବାର ଉପରେ ତାର ପ୍ରଭାବ ପଡିବ। ତେଣୁ ବ୍ୟକ୍ତି ଗୃହ, ତେଣୁ ନିଜ ଗୃହଟା ଠିକ ହେଇଗଲା, ଅର୍ଥାତ୍ ପିତା ମାତା କାକା ଦାଦା ଦିଦି ଘର ଯୋଉମାନେ ଅଛନ୍ତି ସମସ୍ତଙ୍କ ଉପରେ ସେଇ ଇଷ୍ଟ ଭାବଟା ହିଁ ସଞ୍ଚାରିତ ହବ। ଆଉ ସେଇ ଇଷ୍ଟ ଭାବଟା ସଞ୍ଚାରିତ ହେଲେ ସମସ୍ତଙ୍କ ଭିତରେ ତାଙ୍କୁ ଆମେ ଦେଖିପାରିବା, କାରଣ ସମସ୍ତଙ୍କ ଭିତରେ ତାଙ୍କର ସତ୍ତା ବିଦ୍ୟମାନ। ସେଇ ସମଦର୍ଶୀ ବୋଧ ଯେତେବେଳେ ଆସିଯିବ, ସେତେବେଳେ ଭଲ ମନ୍ଦ ଆଉ ଆମର ରହିବନି, ପାର୍ଥକ୍ୟତା ଆମ ଭିତରେ ରହିବ ନାହିଁ। ଏ ପ୍ରସଙ୍ଗରେ ରାମକୃଷ୍ଣ ଠାକୁରଙ୍କର ଗୋଟେ କାହାଣୀ ମନେ ପଡେ। ଗୋଟେ ମଠ ଥିଲା, ମଠର ସାଧୁ ମାନେ ପ୍ରତିଦିନ ଆଖପାଖ ଗ୍ରାମକୁ ଯାଇ ଭିକ୍ଷା କରନ୍ତି, ଭିକ୍ଷା କରି ଯାହା ମିଳେ ସେତିକିରେ ସେମାନେ ସନ୍ତୁଷ୍ଟ ରହନ୍ତି। ଦିନେ ସେଇ ମଠର ଜଣେ ସାଧୁ ଭିକ୍ଷା କରିବାକୁ ଯାଇଥିଲା ବେଳେ ଦେଖିଲେ ଯେ ଜଣେ ଜମିଦାର ଗୋଟେ ଲୋକକୁ ପିଟୁଛି। ମାଡ ଖାଇ ଲୋକଟି ଚିତ୍କାର କରୁଥାଏ, ରକ୍ଷା କର ରକ୍ଷା କର। ସାଧୁଟି ଥିଲେ ସ୍ୱଭାବତଃ ବଡ ଦୟାଳୁ, ସେ ମଝିରେ ପଶି ଜମିଦାରଙ୍କୁ ମାରିବାକୁ ବାରଣ କଲେ। କାରଣ ସେ ବହୁତ କଲା କି ତାକୁ ମାରିଲେ ଯେତିକି କଷ୍ଟ ହଉଥିବ, ମତେ ଯଦି ମାରିଲେ ଏତିକି କଷ୍ଟ ହୁଏ, ତାକୁ ବି ସେ କଷ୍ଟ ହଉଥିବ। ଜମିଦାର ଏଥିରେ ଖୁବ ରାଗିଗଲେ, ଫଳରେ ଜମିଦାରଙ୍କ ଲାଠି ମାଡ ସାଧୁଙ୍କ ଦେହରେ ବାଜିଲା ଆଉ ସାଧୁ ମାଡରେ ଅଚେତ ହେଇ ପଡିଲେ। ସେଇ ଖବର ମଠରେ ଆସି ପହଞ୍ଚିଲା କ୍ଷଣି ମଠର ଅନ୍ୟ ସାଧୁମାନେ ଘଟଣାସ୍ଥଳକୁ ଦୌଡିଗଲେ। ସେଠାରେ ଯାଇ ଦେଖିଲେ ଜମିଦାର ମାଡରେ ସାଧୁଟି ଅଚେତ ହେଇ ପଡିଛନ୍ତି। ସେମାନେ ଧରାଧରି କରି ସାଧୁଟିକୁ ମଠକୁ ନେଇ ଆସିଲେ ଓ ମଠର ଗୋଟିଏ ଘରେ ତାକୁ ଶୁଏଇ ଦେଲେ। ସାଧୁଟି ସେମିତି ଅଚେତ ହେଇକି ପଡିଥାଏ। ମଠର ସାଧୁମାନେ ସେଠାରେ ଅତି ଦୁଃଖିତ ମନରେ ବସିଥାନ୍ତି ଓ ସାଧୁଙ୍କୁ ବିଞ୍ଚୁଥାନ୍ତି। ସାଧୁଙ୍କର କ୍ରମଶଃ ଚେତା ଫେରି ଆସିଲା, ସେ ଆଖି ଖୋଲି ଚାରିଆଡକୁ ଚାହିଁଲେ। ଜଣେ ସାଧୁ ତାଙ୍କୁ ଦୁଧ ପିଆଇଲେ ଓ ପଚାରିଲେ, ମହାରାଜ ଆପଣଙ୍କୁ ଯିଏ ଦୁଧ ପିଆଉଛନ୍ତି ତାଙ୍କୁ ଆପଣ ଚିହ୍ନି ପାରୁଛନ୍ତି? ସାଧୁ ଆସ୍ତେ ଆସ୍ତେ କହିଲେ, ଭାଇ ଯିଏ ମତେ ମାରୁଥିଲେ ସେ ହିଁ ଦୁଧ ପିଉଛନ୍ତି। ସାଧୁ ଥିଲେ ସମଦର୍ଶୀ, ସମସ୍ତଙ୍କ ଭିତରେ ସେ ଈଶ୍ୱରଙ୍କ ସତ୍ତାଟାକୁ ଉପଲବ୍ଧି କରୁଥିଲେ। ତେଣୁ ଏଇ ଭାବଟା ଏତେ ସହଜରେ ଆସେ ନାହିଁ। ଠାକୁର ସେଇଥିପାଇଁ କହିଲେ, ତେଣୁ ପ୍ରଥମେ ଦରକାର, ଆଲୋଚନା ପ୍ରସଙ୍ଗରେ ଦ୍ୱିତୀୟ ଖଣ୍ଡରେ ଠାକୁର କହୁଛନ୍ତି, ପ୍ରଥମେ ଦରକାର ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାପନ ହେବା। ଏହା ହେଲେ ତୁମର ଧର୍ମ ରାଜ୍ୟରେ ପଶିବାର ଚାବିକାଠିଟି ପାଇ ହାତରେ ପାଇଲ, ସେତେବେଳେ ଆଉ ବେଚାଲରେ ବା ବିପଥରେ ପାଦ ପଡିବ ନାହିଁ। ତୁମର ଯେତେ ଟିକେ କ୍ଷମତା ହେଇଥାଉ ନା କାହିଁକି, ତାହା କଲ୍ୟାଣ ପଥରେ ନିୟୋଜିତ ହେବ। ଆଉ ଏଇ ଇଷ୍ଟଙ୍କୁ ଖୁସି କରିବା ଆକୁତି ଠାରୁ ତୁମେ ଆହୁରି ଅଧିକ ଅଧିକ ଆରାଧନା ତପସ୍ୟା କରିବ। ତାହା ଦ୍ୱାରା ତୁମର ସାମର୍ଥ୍ୟ ମଧ୍ୟ ବଢିଯିବ। ଆଉ ସେଇ ସାମର୍ଥ୍ୟ ହେବ କଲ୍ୟାଣ କଳ୍ପତରୁ। କଲ୍ୟାଣ କଳ୍ପତରୁ ଯଦି ବଞ୍ଚିବାକୁ ଚାହାନ୍ତି, ବଞ୍ଚାଇବାକୁ ଚାହାନ୍ତି, ନିଜର ଓ ପରିବେଶର ଜୀବନରେ ବ୍ୟାଲେନ୍ସ ସାମଞ୍ଜସ୍ୟ ଆଣିବାକୁ ଚାହାନ୍ତି, ତେବେ ନିଜେ ଇଷ୍ଟ ପ୍ରତିଷ୍ଠାପନ୍ନ ହୁଅନ୍ତୁ, ଅନ୍ୟକୁ ମଧ୍ୟ ତାହା କରି ତୋଳନ୍ତୁ। କିନ୍ତୁ ସୁନ୍ଦର କଥା, ତାହା ଇଣ୍ଟେଲେକ୍ଚୁଆଲି ବୁଦ୍ଧିଗତ ଭାବରେ ବା ଫିଲୋସଫିକାଲି ଦାର୍ଶନିକ ଭାବରେ ନୁହେଁ, ଏଭଳି ନୁହେଁ। ବାସ୍ତବରେ ପ୍ରତିଟି ମୁହୂର୍ତ୍ତରେ ପ୍ରତିଟି ବିଷୟରେ ଏଇ ନିଶା କରି ନେବାକୁ ହୁଏ। ସେଥିରେ ଯାହା ଥାଉ କପାଳରେ ସବୁ ପ୍ରତ୍ୟାଶା ଛାଡି ପାଗଳ ପରି ଲାଗିଯିବାକୁ ହୁଏ। ସେତେବେଳେ ହୃଦୟଟି, ମୁଖମଣ୍ଡଳଟି ଡଗମଗ ହୋଇ ରହିଥାଏ ଭାବରେ, ଭାଷାରେ ଓ ଆନନ୍ଦରେ। ତେଣୁ ଇଷ୍ଟ ପ୍ରତିଷ୍ଠାପନ୍ନ ହବାଟା ଏତେ ସହଜ କଥା ନୁହେଁ।
मुहरे कहवा सहज किंतु काम करिया बड़ कष्ट। पुथी बैगण बाड़ी बैगण भितर जमी तफा दिए से आम जदि इष्ट केन्द्रिक न हो ताहले कौन हम। ठाकुर आलोचना प्रसंग द्वितीय खंड से कथा कहते जी जेते विकेन्द्रिक अर्थात आइडियल इष्ट बा प्रेष्ठ को धारण धरिबा जार जेते कम जीवन तार सेते कम। कारण मनीष को हे तो इष्ट पथरे चलवाक हेब ना प्रवृत्ति पथरे चलवाक हम। यह छड़ा कौन तृतीय पंथा नहीं। प्रवृत्ति पथरे मनीष जेते चले तार एनर्जी बा शक्ति सेते डिसिपेटेड अपव्ययित हुए। तेणु लाभजनक जहा जीवनीय जहा सेपरी व्यापार से स्वतः धीर गति संपन्न ही पड़े। प्रवृत्ति तार सत्तार रस खाई शुषि नहीं जाए से सत्ता संवर्धनी प्रचेषा तार अभाव परिलक्षित हुए। आइडियल सेंट्रिक आर्ज इष्ट केन्द्रिक आकृति है मनीषर समस्त शक्तिर उत्स। ये आर्ज आकृति न रहिले एनर्जी बा शक्ति रहे नहीं। आ एनर्जी न रहिले शक्ति न रहिले डिप्रेस्ड अवसादग्रस्त हुए अपट हुए। तेणु जदि आम इष्ट केन्द्रिक न हो ठाकुर कहले इष्टतंत्री ना होले तुई वृत्तितंत्री हबी वृत्ति तंत्री रजूत टुकराई स्वातंत्रहीन रवि। इष्ट चे थाकले अपन छिन्न भिन्न तार जीवन। तेणु इष्ट को जीवन मुख्य एवं प्रधान बा श्रेष्ठ करी तोलिबा ही होची आम जीवन लक्ष्य। आम जदि तांको केवल कथारे भल पाऊ ताले चलिबो नाही। ठाकुर आलोचना प्रसंग द्वितीय खंड कहते ठाकुर इंटरेस्ट स्वार्थ हेले ठाकुर दुनिया जहा कि सबु दिग को समत्वदीप्त दायित्वपूर्ण निश्चयन दृष्टि रही एवं से माने परस्पर परस्पर परिपूरणी हेबे ही फुलफिलिंग हेबे ही प्रत्येक तार निजस्व कर्तव्य और दायित्व तो सुष्ठु भाव उद्यापन करेंगे संगे संगे अनधिकार चर्चा न करी तार ज्ञान बुद्धि और समर्थानुसार अपर को साहाय्य करने को चेष्टा करेंगे। यही इष्ट स्वार्थ प्रतिष्ठा स्वार्थान्वित हेले सहकर्मी मानू एफिशिएंट दक्ष कर तुलिबार धंदा तार रहिबो ही। जदि जने इष्ट स्वार्थ प्रतिष्ठापन है इष्ट प्रतिष्ठा निजर सबु किसी को अजाड़ी देला समर्पण करदेला तार परिवेश तार सहकर्मी जो माने तार सहित युक्त अछंती सेमानंकु भी दक्ष करी तुलिबार धंदा तार रहिबो। कारण से जाने जे से एकाकिता पक्षरे इष्टंकर विराट बहुमुखी इच्छा पूर्ण करने संभव नुहे। तेणु समस्त को से ताजा करी तुलिबा को चाहे से बाहबा पाइबार कंगाल हुए नहीं निजे करी से अन्य को बाहबा दे थाए। से निजस्व नाम काम बा स्वार्थ धार धारे नहीं केवल से भावे वांछित इच्छा किपरि पूरण हम आसपरी करी निज को एडजस्ट नियंत्रित करे सेतेबेले तार बा अन्यर कौन प्रवृत्ति ही तार कार्यर पथरे विशेष गोटे बाधा सृष्टि करि पारे नाही। से केउठी बुड़ी केउठी डेई केउठी एड़ाई केउठी मधुर भाव आघात कर अंतराय गुड़ी को सुकौशल अतिक्रम कर चले तार सानिध्य पुणी केते जण एपरि नियंत्रण कौशल अभ्यस्त हो उठंती। तेणु जड़े इष्ट प्राण हो उठिले अन्य मानक इष्ट प्राण कर तुलिबारे तार असुविधा किछि होबो नाही। ताहले जाय से समस्त भीतर से प्रेष्ठ को दर्शन करि पारिबो सेतबे ता भीतर से भावना जागृत हबो। ठाकुर शाश्वती रे 267 नंबर पानी कहते प्रेष्ठ स्वांति अच्युत सक्रिय अनुराग जो मानकर नाही से मानकर जानिबा गुड़िक विच्छिन्न समन्वय सार्थक दाना बांधी उठेना आ अंतर्दृष्टि अनेकटा कम। वास्तव भाव जदि प्रेष्ठ स्वार्थी न हबु प्रेष्ठ को प्रतिष्ठापन करिबारे आमर जीवन को जदि आमे उत्सर्गीकृत कर न दे पारू ताले आमर जीवन मूल्य रहिबो नाही। अन्य मानक भीतर प्रेष्ठ दर्शन तो दूर कथा आम जीवन मूल्य भी रहिबो नाही। सेइथिबाई इष्ट सर्वस्व हवाक पड़िबो। ठाकुर आलोचना प्रसंगर द्वितीय खंड कहउचंती जे स्वार्थ बुद्धि छाड़ी दियो प्रत्याशा परायणता छाड़ी दियो इष्टिक शरण हुओ नहेले विगत जो रही पारिबो नाही।
ଆଉ ଏଇ ଜ୍ୱରର ଚାପରେ ଯାହା ବି କର ନା କାହିଁକି ତାହା ସଫଳ ହେବ ନାହିଁ। ମୂଳରେ ହାତ ଦିଅ, ତାଙ୍କୁ ଭଲ ପାଅ, ଅର୍ଥାତ ଇଷ୍ଟଙ୍କୁ ଭଲ ପାଅ, ସେଇ ପ୍ରେଷ୍ଠଙ୍କୁ ହିଁ ଭଲ ପାଅ, ଆଉ ଯାହା କରିବ ତାଙ୍କ ପାଇଁ ହିଁ କର, ଅର୍ଥାତ ଇଷ୍ଟଙ୍କ ପାଇଁ ହିଁ କର। କ୍ଷୁଦ୍ର ସ୍ୱାର୍ଥ ବୁଦ୍ଧିର ଲଙ୍ଗର ପକେଇ ଯେତେ ବି କାତ ମାର ନା କାହିଁକି ଆଗେଇ ପାରିବ ନାହିଁ, ତା ଦ୍ୱାରା କାହା ଅନ୍ତରକୁ ସ୍ପର୍ଶ କରିପାରିବ ନାହିଁ। ତୁମେ ଯଦି ବାସ୍ତବରେ ସକ୍ରିୟ ଭାବରେ ଇଷ୍ଟ ସର୍ବସ୍ୱ ହୁଅ, ତାହେଲେ ଏଇ ମଣିଷକୁ ସେପରି କରି ତୁଳି ପାରିବ। ନିଜକୁ ଓ ଅନ୍ୟକୁ ଏହିପରି କରି ତୁଳିବା ହିଁ, ସମସ୍ତେ ମିଶି ଏହିପରି ହୋଇ ଉଠିବା ହିଁ ହେଲା କାର୍ଯ୍ୟ। ଠାକୁର କହୁଛନ୍ତି ତା ଛଡା ଆଉ ସବୁ ହେଲା ଫାଙ୍କିବାଜି। ଫାଙ୍କିବାଜିରେ ତୁମର ମଧ୍ୟ କିଛି ହେବ ନାହିଁ, କାହାରି ବି କିଛି ହେବ ନାହିଁ। ତୁମର ଫାଙ୍କି ମଣିଷ ପାଖରେ ଧରା ପଡିଯିବ। ଯିଏ ତୁମଠାରୁ କିଛି ପାଇଲା ନାହିଁ, ଯାହାକୁ ତୁମର ଚରିତ୍ର ଦେଇ କିଛି ଦେଇପାରିଲ ନାହିଁ, ସେ ତୁମର ସମ୍ପଦ ହେବେ କିପରି? ଆମେ ଯାହାକୁ କିଛି ଦେଇପାରିଲେନି ଆମର ଚରିତ୍ର ମାଧ୍ୟମରେ, ସେ କିଛି ପାଇଲା ନାହିଁ, ତେଣୁ ସିଏ ଆମର ସମ୍ପଦ ହେବ କେମିତି? ମନେ ରଖ, ଆମେ ଯୋଉଟା ଯାଜନ ବୋଲି କହୁଛେ, ଠାକୁର କହୁଛନ୍ତି ଯାଜନ ମାନେ ତୋତା ପକ୍ଷୀ ପରି କଥା କହିବା ନୁହେଁ। ଯାଜନ ମାନେ ତୁମର ସୁକେନ୍ଦ୍ରିକ ସୁଗଠିତ ଚରିତ୍ରଟିକୁ ମଣିଷର ସାମ୍ନାରେ ତୁଳି ଧରି ସୁଯୁକ୍ତ ସକ୍ରିୟ ସେବା ସମ୍ପୋଷଣରେ ନିୟନ୍ତ୍ରଣରେ ତାକୁ ଅର୍ଥାତ ସେଇ ମଣିଷଟିକୁ ସୁକେନ୍ଦ୍ରିକ ସୁଗଠିତ କରି ତୁଳିବା। ନିଜେ ହେବ ନାହିଁ, କଥାର ଯାଦୁରେ ବାଜିମାତ କରିବ, ପ୍ରକୃତିର ରାଜ୍ୟରେ ସେପରି ଅଘଟଣ ଘଟେ ନାହିଁ। ତୁମେ ଯେପରି ପ୍ରକୃତ ହେବ, ପ୍ରକୃତି ମଧ୍ୟ ତୁମକୁ ସେଇପରି ପୁରସ୍କୃତ କରିବ। ଯେଉଁଟା ସତ୍ୟାନୁସରଣ ଠାକୁର କହିଛନ୍ତି ଯେ ତୁମେ ଯେପରି ହବ, ପ୍ରକୃତି ମଧ୍ୟ ସେଇପରି ତୁମକୁ ଉପାଧି ଦେବ। ତେଣୁ ପ୍ରତିଟି କ୍ଷେତ୍ରରେ ଠାକୁର ନିଜକୁ ହିଁ କହିଛନ୍ତି, ନିଜକୁ ସେଇଭଳି ଗଢି ତୋଳ। ଆମେ ଯଦି ସେଇଭଳି ଗଢି ତୁଳି ନ ପାରୁ, ଇଷ୍ଟ ଯଦି ଆମ ଜୀବନର ସର୍ବସ୍ୱ ନ ହୁଅନ୍ତି, ପ୍ରଥମ ନ ହୁଅନ୍ତି, ମୁଖ୍ୟ ନ ହୁଅନ୍ତି, ପ୍ରଧାନ ନ ହୁଅନ୍ତି, ତାହେଲେ ଲାଭ କଣ? ଠାକୁର ଆଲୋଚନା ପ୍ରସଙ୍ଗର ତୃତୀୟ ଖଣ୍ଡରେ କହୁଛନ୍ତି, କେତେ ସୁନ୍ଦର କଥାଟା, ଏଇ ମୋରି ପାଇଁ ଯଦି ମା ବାପା ଭାଇ ବନ୍ଧୁ ସ୍ତ୍ରୀ ପୁତ୍ର ଧନ ଜନ ମାନ ସମ୍ମାନ ପ୍ରଭାବ ପ୍ରତିପତ୍ତି ସୁଖ ସ୍ୱାର୍ଥ ସ୍ୱାଦ ଆହ୍ଲାଦ ସବୁକିଛି ଉପେକ୍ଷା କରି ନ ପାରନ୍ତି, ନିଜର ପ୍ରାଣ ଠାରୁ ମଧ୍ୟ ଯଦି ମତେ ପ୍ରିୟତର ବୋଲି ମନେ ନ କରନ୍ତି, ବୋଧ ନ କରନ୍ତି, ଆପଣଙ୍କର ସବୁକିଛି ଯଦି ମୋ ପାଇଁ ନ ହୁଏ, ଏବଂ ଯେ ପ୍ରବୃତ୍ତି ବା ଯେ ଆକର୍ଷଣ ମୋର କାର୍ଯ୍ୟରେ ଅନ୍ତରାୟ, ତାକୁ ଯଦି ମୁହୂର୍ତ୍ତ ମଧ୍ୟରେ ନିର୍ମମ ଭାବରେ ପରିହାର କରି ନ ପାରନ୍ତି, ତେବେ ବୁଝିବେ ମୁଁ ଆପଣଙ୍କ ପାଖରେ ପ୍ରଥମ ନୁହେଁ, ପ୍ରାଇମେରୀ ବା ପ୍ରଥମ ନୁହେଁ। ଆଉ ଯିଏ ଆପଣଙ୍କ ଜୀବନରେ ପ୍ରାଇମେରୀ ନୁହେଁ ବା ପ୍ରଥମ ନୁହେଁ, ତାକୁ ଅନ୍ୟର ଜୀବନରେ ପ୍ରାଇମେରୀ ବା ପ୍ରଥମ କରି ତୁଳିବାର ପ୍ରବୋଧନା ଆପଣ ଯୋଗେଇ ପାରିବେ ନାହିଁ। ମୁଁ ଯଦି ଆପଣଙ୍କ ପାଖରେ ମୁଖ୍ୟ ନୁହେଁ, ଅନ୍ୟମାନଙ୍କ ପାଖରେ ମତେ ମୁଖ୍ୟ କରି ଆପଣ କିଭଳି ଭାବରେ ପ୍ରତିଷ୍ଠା କରିବେ? ତେଣୁ ଆଗେ ନିଜ ଜୀବନରେ ଇଷ୍ଟଙ୍କୁ ମୁଖ୍ୟ କରି ତୁଳିବାକୁ ପଡିବ, ତାହେଲେ ଯାଇକି ଅନ୍ୟମାନଙ୍କ ଜୀବନରେ ପ୍ରତିଷ୍ଠା କରିବାକୁ ଦରକାର ପଡିବନି, ସେ ଆପେ ପ୍ରତିଷ୍ଠିତ ହେଇଯିବେ, ଆପେ ସେ ବୋଧ ଆମ ଭିତରେ ଆସିଯିବ। ସେ ବୋଧ ଆମ ଭିତରେ ଆସୁନି କାହିଁକି ନା ଆମେ ଇଷ୍ଟଙ୍କୁ ସେଇଭଳି ଭାବରେ ଭାବି ପାରିନୁ, ଆମର ସେଇଭଳି ଭାବଧାରା ଆସିନାହିଁ। କାହିଁକି ଆସୁନାହିଁ ନା ଆମ କର୍ମ ଭିତରେ ତାର କିଛି ନାହିଁ, ଆଚରଣ ଭିତରେ ନାହିଁ, ଉଚ୍ଚାରଣ ଖାଲି କେବଳ ରହିଛି। ଆଉ ଯଦି ଆମେ ତାଙ୍କୁ ଭଲ ପାଇବା ଆମ ଭିତରେ ଆସିଯାଏ, ବୋଧଟା ଆସିଗଲା, ତାହେଲେ କଣ ହବ? ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗ ତୃତୀୟ ଖଣ୍ଡରେ ଯେ ଇଷ୍ଟଙ୍କୁ ଭଲ ପାଇଲେ ଆତ୍ମନିୟନ୍ତ୍ରଣ ସ୍ୱାଭାବିକ ହେଇ ଉଠେ। ସେ ଯାହା ପସନ୍ଦ କରନ୍ତି ନାହିଁ, ପ୍ରବୃତ୍ତି ଝୋঁକ ସେ ଦିଗକୁ ଯେତେ ବି ରହୁନା କାହିଁକି, ତାହା କରିବାକୁ ଇଚ୍ଛା କରିବା ନାହିଁ, ଇଚ୍ଛା କରେ ନାହିଁ। ପୁଣି ଯେତେ କଷ୍ଟ ହେଉ ପଛେ ସେ ଯାହା ପସନ୍ଦ କରନ୍ତି ତା ନକରି ରହିବେ ନାହିଁ। ମଣିଷ ଏଇ ବାସ୍ତବ ଆତ୍ମନିୟନ୍ତ୍ରଣ ଦୃଷ୍ଟାନ୍ତ ଯେପରି ତମମାନଙ୍କ ଭିତରେ ପ୍ରତି ମୁହୂର୍ତ୍ତରେ ଦେଖିବାକୁ ପାଏ, ଯାହା ଦ୍ୱାରା ଲୋକଙ୍କର ଯୋଉ ଉପକାର ହେବ ତାର ତୁଳନା ହୁଏ ନାହିଁ। ମୁହଁରେ ଲକ୍ଷ୍ୟ କଥା କହିବା ଠାରୁ ଏଇ ଚଳନର ଦାମ ଅନେକ ବେଶୀ। କିନ୍ତୁ ସୁନ୍ଦର କଥା, ତେଣୁ ସେ ଚଳନ ଉପରେ ଗୁରୁତ୍ୱ ଦେଇଛନ୍ତି।
ଆଉ ସେ ଚଳନଟା ଯେତେବେଳେ ଠିକ ହେଇଯିବ ସେତେବେଳେ ପ୍ରତି ପ୍ରତ୍ୟେକଙ୍କ ଭିତରେ ପ୍ରେଷ୍ଟ ଦର୍ଶନ ନ ହେଇକି ତ ରହିପାରିବ ନାହିଁ। ସେଇଥିପାଇଁ ଠାକୁର ଶାଶ୍ୱତୀର 294 ନମ୍ବର ବାଣୀରେ କହୁଛନ୍ତି ତୁମର ଇଷ୍ଟ ଯିଏ ଏକମାତ୍ର ତାଙ୍କୁ ହିଁ ଧାରଣ କର ସର୍ବତ ଭାବରେ, ଚଳନରେ, ଚରିତ୍ରରେ, କାୟ ମନୋବାକ୍ୟରେ, ତାହା ହିଁ ତୁମର ଧର୍ମ। ଯାହା କିଛି କର ତାହା କର ଏକମାତ୍ର ତାଙ୍କରି ପାଇଁ, ତାଙ୍କରି ପରିପୋଷଣରେ, ପରିବର୍ଦ୍ଧନରେ, ସେବାରେ, ତାହା ହିଁ ତୁମର କର୍ମ। ଏକମାତ୍ର ତାଙ୍କରି ଠାରେ ହିଁ ତା ସବୁ ପ୍ରକାର ସମ୍ବୋଧି ନେଇ ତାହା ହିଁ ତୁମର ସତ୍ତା ପରମ ପୁରୁଷାର୍ଥ। ତେଣୁ କେତେ ବଡ କଥା ଇଏ। ତେଣୁ ଇଷ୍ଟ ପ୍ରତିଷ୍ଠାଟା ହେଲା ଜୀବନର ମୂଳ ଜିନିଷ। ଆଉ ଇଷ୍ଟ ସେବା ଯଦି ଆମେ ଠିକ ଭାବରେ କରିପାରିଲେ, ଇଷ୍ଟ ପୋଷଣ ଯଦି କରିପାରିଲେ, ପ୍ରେଷ୍ଠଙ୍କର ପୂରଣାର୍ଥେ ତାଙ୍କର ଇଚ୍ଛାକୁ ପରିପୂରଣ କରିବାରେ ଆମେ ଯଦି ସମଗ୍ର ଜୀବନଟାକୁ ଦେଇ ଯେମିତି ହନୁମାନ ଦେଇଥିଲେ ତାଙ୍କର ସମଗ୍ର ଜୀବନଟାକୁ ପ୍ରଭୁ ରାମଚନ୍ଦ୍ରଙ୍କ ସେବାରେ ନିଜକୁ ନିୟୋଜିତ କରିଦେଇଥିଲେ। ଫଳରେ କଣ ହେଲା ଆପଣ ମାନେ ଜାଣନ୍ତି, ସିଆଡକୁ ମୁଁ ଆଲୋଚନା କରିବାକୁ ଯିବି ନା। ଆଜି ହନୁମାନ ପ୍ରାତଃ ସ୍ମରଣ ହେଇକି ରହିଛନ୍ତି, ପୂଜା ପାଉଛନ୍ତି, ଲୋକମାନେ ପୂଜା କରୁଛନ୍ତି। କାହିଁକି ନା ଜୀବନରେ ସେ ସର୍ବସ୍ୱ କରିନେଇଥିଲେ ତାର ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରକୁ, ଯେ ମୋର ପ୍ରଭୁ ହିଁ ସବୁ କିଛି। ସେଇଥିପାଇଁ ଯେତେବେଳେ ତାଙ୍କୁ ଦିଆଯାଇଥିଲା ରତ୍ନହାର ଉପହାର ଦେଇଥିଲା ମା ସୀତା, ତାକୁ ଗୋଟେ ଗୋଟେ ଭାଙ୍ଗିକି ସେ ଦେଖୁଥିଲେ। ଅନ୍ୟମାନେ ଭାବୁଥିଲେ ଦେଖି କଣ ଯେ ମୋତି ହାରଟାକୁ ସେ ଭାଙ୍ଗି ଦଉଛି, ନଷ୍ଟ କରିଦଉଛି, ମାଙ୍କଡ ତାର ମୂଲ୍ୟ ବୁଝିବୁ କୁଆଡୁ। କିନ୍ତୁ ସିଏ ଦେଖୁଥିଲେ ମୋର ପ୍ରଭୁଙ୍କ ନାମ। ଯେତେବେଳେ ତାଙ୍କୁ ପଚରା ହେଇଥିଲା ସେ କହିଲେ ଏଥିରେ ମୁଁ ଦେଖୁଛି ଭାଙ୍ଗିକି ଯେ ମୋ ପ୍ରଭୁଙ୍କର ନାମ ଅଛି ନା ନାହିଁ, ମୋ ପ୍ରଭୁ ୟା ଭିତରେ ଅଛନ୍ତି କି ନାହିଁ। ତେଣୁ ଯୋଉଥିରେ ମୋ ପ୍ରଭୁ ନାହାନ୍ତି ସେ ଯେତେ ବଡ ମୂଲ୍ୟବାନ ବସ୍ତୁ ହେଇଥାଉ ନା କାହିଁକି ସେ ମୋ ନିକଟରେ ତୁଚ୍ଛ। କେତେ ବଡ କଥା ଇଏ, ଯେ ପ୍ରଭୁ ହିଁ ତା ଜୀବନର ଶ୍ରେଷ୍ଠ, ପ୍ରଭୁ ହିଁ ତାର ଜୀବନର ମୁଖ୍ୟ, ସେ ହେଲେ ଗତିମୁକ୍ତି ଦାତା। ସେ ବୋଧରେ ଆମ ଭିତରେ ଆସିବା ଦରକାର, ତାକୁ ସେଇଟା ହିଁ କହୁଛନ୍ତି। ତେଣୁ ନିଜକୁ ଗଢି ତୋଳିବା ଦରକାର। ତେଣୁ ଇଷ୍ଟ ସେବା ଯେତେବେଳେ ଆମେ ଠିକ ଠିକ ଭାବରେ କରିପାରିବା, ଇଷ୍ଟଙ୍କ ପାଇଁ କିଛି କରିପାରିବା, ସେତେବେଳେ ଆମ ଭିତରେ ଅଲଗା ଭାବଧାରା ସୃଷ୍ଟି ହବ। ଠାକୁରଙ୍କୁ ପ୍ରଶ୍ନ କରାଯାଇଛି, ଆଲୋଚନା ପ୍ରସଙ୍ଗ 4ର୍ଥ ଖଣ୍ଡରେ ଠାକୁର କହୁଛନ୍ତି ଯେ ଇଷ୍ଟ ସେବା ଯଦି ଠିକ ଠିକ ଭାବରେ କରାଯାଏ ତେବେ ତା ଭିତରେ ଯଦି ସମସ୍ତଙ୍କର ସବୁ ଋଣ ସୁଝିଯାଏ। କାରଣ ଇଷ୍ଟ ସେବା ମାନେ ମୂର୍ତ୍ତ ଲୋକ ମଙ୍ଗଳର ସେବା, ଅର୍ଥାତ ବାସ୍ତବ ଲୋକ ମଙ୍ଗଳର ସେବା। କାରଣ ତାଙ୍କର ପ୍ରେରଣାରେ ହିଁ ମଣିଷ ମଧ୍ୟରେ ଲୋକ ମଙ୍ଗଳ ଜାଗି ଉଠେ। ଆଉ ଏପରି ଲୋକ ନାହିଁ ଯିଏ କି ସେଇ ଲୋକ ମଙ୍ଗଳ ମଧ୍ୟରେ ନାହିଁ। ଠାକୁର କହୁଛନ୍ତି ତୁମେ ଯଦି ମଣିଷ ପାଇଁ ସତ୍ୟରେ ହିଁ ମଙ୍ଗଳକର କିଛି କରିପାରିବ ପାର, ଆଉ ସେଇ ମଙ୍ଗଳକର କିଛି କରିବାର ଯୋଗ୍ୟତା ଲାଭର ମୂଳରେ ଯଦି ତୁମର କେହି ଥାନ୍ତି, ତେବେ ସେ ଯେ ତା ଫଳରେ ପରମ ପିତାଙ୍କର ବିଶେଷ କରୁଣା ଲାଭ କରିବେ ସେଥିରେ କୌଣସି ସନ୍ଦେହ ନାହିଁ। ଶାସ୍ତ୍ରରେ କୁହାଯାଇଛି ସଦ୍ଗୁରୁ ଲାଭ କଲେ ତ୍ରିକୁଟି କୂଳ ଉଦ୍ଧାର ହୁଏ। ସଦ୍ଗୁରୁ ଲାଭ ମାନେ କେବଳ ଦୀକ୍ଷା ନେବା ନୁହେଁ। ଠାକୁର କହୁଛନ୍ତି ସଦ୍ଗୁରୁ ତୁମକୁ ପାଇ ବସିବେ, ଯେପରି ମଣିଷକୁ ଭୂତ ଧରିଥାଏ ସେଇଭଳି ସଦ୍ଗୁରୁ ତୁମକୁ ପାଇ ବସିବେ। ଆଉ ସେଇଟା ହିଁ ହଉଛି ପ୍ରକୃତ ଇଷ୍ଟ ଓ ଭଲ ପାଇବାର ଲକ୍ଷ୍ୟ। ତେଣୁ ଇଷ୍ଟାନୁସରଣ ଚାଲିବାକୁ ହେଲେ ପିତା ମାତା ପରିବେଶ ପରିଜନ ସମସ୍ତଙ୍କୁ ନିଜର ବୋଲି ମନେ କରିବାକୁ ହବ, ଆପଣାର ବୋଲି ଭାବି ନେବାକୁ ପଡିବ। ମୁଁ ଯେମିତି ସେମାନେ ସେମିତି ପ୍ରତି ପ୍ରତ୍ୟେକଙ୍କ ଭିତରେ ସେଇ ଇଷ୍ଟ ଭାବରୁ ସ୍ଫୁରଣ କରି ତୋଳିବା ପାଇଁ କାର୍ଯ୍ୟ କରି ଚାଲିବା ଦରକାର। ସେଭଳି ଭାବଟା ଆମ ଭିତରେ ସୃଷ୍ଟି ହେବା ଦରକାର, ଉଦ୍ରେକ ହେବା ଦରକାର। ଏ ଭାବ ଅନୁଯାୟୀ କର୍ମ ମଧ୍ୟ ଆମେ କରି ଚାଲିବା ଦରକାର। କାରଣ କର୍ମ ଭାବିବା ଆମେ କର୍ମ କରିବା ନାହିଁ ତାହେଲେ କିଛି ହବନି। ସେଇଥିପାଇଁ ଠାକୁର କହିଲେ ଯେ କର୍ମ ନାହିଁ ଚିନ୍ତା ସତ୍ ପାଶର পেছর নরক পথ। ଖାଲି ସତ୍ ଭାବନା ଭାବିଲେ ହବ ନାହିଁ, ତାକୁ କର୍ମରେ ଫୁଟି ତୋଳିବାକୁ ପଡିବ। ଠାକୁର ସେଇଥିପାଇଁ ଆଲୋଚନା ପ୍ରସଙ୍ଗରେ 4ର୍ଥ ଖଣ୍ଡରେ କହୁଛନ୍ତି ତୁମର ମଙ୍ଗଳ ଯୋଉମାନେ ଚାହାନ୍ତି, ତୁମର ହିତାକାଂକ୍ଷୀ ଯୋଉମାନେ, ସେମାନେ କେତେବେଳେ ବି ତୁମକୁ ମଙ୍ଗଳ ରାସ୍ତାରେ ଚାଲିବାକୁ ବାଧା ଦେଇପାରିବେ ନାହିଁ। ତେବେ ତୁମ ନିଜର ଆଚରଣ ଦ୍ୱାରା ପ୍ରମାଣ କରିବାକୁ ହେବ ଯେ ତୁମେ ପ୍ରକୃତ ମଙ୍ଗଳ ପଥରେ ଚାଲିଛ। ତାର ପ୍ରଥମ ପାହାଚ ହେଲା ପିତାମାତାଙ୍କ ପ୍ରତି ଆହୁରି ସଶ୍ରଦ୍ଧ ଓ ସେବା ପରାୟଣ ହେବା। ତୁମର ଠାକୁର ଧରିବା ଫଳରେ ନଗଦାନଗଦି ଶୁଭ ପରିବର୍ତ୍ତନଟା ଯଦି ସେମାନେ ଦେଖନ୍ତି ତାହେଲେ ତୁମ ସହିତ ସେମାନେ ଲଢେଇ କରିବାକୁ ଯିବେ କେଉଁ ଦୁଃଖରେ। ତେଣୁ ସେବା ଖୁବ ଦେବାକୁ ହୁଏ, ମାନ୍ୟ ଖୁବ କରିବାକୁ ହୁଏ।
କିନ୍ତୁ ଇଷ୍ଟଙ୍କ ବ୍ୟାପାରରେ ଖୁବ ଆବେଗ ଫାନାଟିକ ଆବେଗ ଉତ୍ସାହପୂର୍ଣ୍ଣ ରହିବାକୁ ଧରାଯାଉ ତୁମର ହୁଏତ ନିରାମିଷ ଖାଇବାର କଥା ଠାକୁର କହୁଛନ୍ତି, ତୁମର ମା ବାପ ହୁଏତ ନିରାମିଷ ଆହାରର ତାତ୍ପର୍ଯ୍ୟ ବୁଝନ୍ତି ନାହିଁ, ବର୍ତ୍ତମାନ ତାଙ୍କୁ ଖୁସି କରିବା ପାଇଁ ତୁମେ ଯଦି ପୂର୍ବବର୍ତ୍ତୀ ମାଛ ମାଂସ ଖାଇବାକୁ ଲାଗ ତାହେଲେ କିନ୍ତୁ ତୁମେ ଗଲ, ତୁମ ନିଜର ମଧ୍ୟ ତାହା ଦ୍ୱାରା ଭଲ ହେବ ନାହିଁ, ଭବିଷ୍ୟତରେ ସେମାନଙ୍କର ମଧ୍ୟ ତୁମେ ଭଲ କରିପାରିବ ନାହିଁ। ସମସ୍ତଙ୍କ ପ୍ରତି ସଶ୍ରଦ୍ଧ ଓ ସେବାପରାୟଣ ରହି ମଧ୍ୟ ତୁମେ ଯଦି ଆଦର୍ଶାନୁସରଣ ତତ୍ପର ହୁଅ ତା ସତ୍ତ୍ୱେ ମଧ୍ୟ ସଂଘାତ ଆସିପାରେ, କନଫ୍ଲିକ୍ଟ ଆସିପାରେ, କିନ୍ତୁ ସେଠାରେ ଅପର ପାଖରେ ଆତ୍ମସମର୍ପଣ କରିବା ଭିତରେ ଦେଇ ତାର ସଲ୍ୟୁସନ ସମାଧାନ ନାହିଁ, ସଲ୍ୟୁସନ ଅଛି ବା ସମାଧାନ ଅଛି ଅନମନୀୟ ଉତ୍ସାହ ନେଇ ଆଦର୍ଶାନୁସରଣ କରିବାରେ। କାରଣ ଆଦର୍ଶଙ୍କ ମଧ୍ୟରେ ସମସ୍ତଙ୍କର ସତ୍ତାର ରସଦ ଅଛି, ସମସ୍ତଙ୍କ ସତ୍ତାକୁ ପରିପୂରଣ କରିବା ପାଇଁ ତାଙ୍କ ପାଖରେ ରସଦ ରହିଛି, ମହଜୁଦ ରହିଛି। ତାଙ୍କୁ ଯଦି ଅତୁଟ ନିଷ୍ଠାରେ ଧରିଥାଅ ତୁମେ ତ ବଞ୍ଚିବ, ଅନ୍ୟକୁ ମଧ୍ୟ ବଞ୍ଚେଇ ପାରିବ। ସେଥିପାଇଁ ବାପା ମାଙ୍କୁ ଭଲ ପାଇଲେ ବାପା ମାଙ୍କ କଲ୍ୟାଣ ପାଇଁ ଆହୁରି ବେଶୀ କରି ଆଦର୍ଶ ପ୍ରୟାଣ ହେବା ଦରକାର। ସମସ୍ତଙ୍କ ସମ୍ପର୍କରେ ହିଁ ଏଇ କଥା ପ୍ରଯୁଜ୍ୟ। ଠାକୁର କହୁଛନ୍ତି ପ୍ରଥମରେ ଯେତେ ବି ବିରୋଧ ସବୁ ସୃଷ୍ଟି ହେଉନା କାହିଁକି ସୁନିଷ୍ଠ ଚଳନ ଯଦି ଥାଏ ତାହେଲେ ପିତାମାତା ଗୁରୁଜନ ବା ପ୍ରିୟଜନ ଯେଉଁମାନେ ଅଛନ୍ତି କ୍ରମେ କ୍ରମେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହିଁ ନିୟନ୍ତ୍ରଣ କରାଯାଇପାରେ, ବିଶେଷତଃ ଯେଉଁମାନେ ଶୁଭ ସଂସ୍କାର ସମ୍ପନ୍ନ। ଏବେ ଏକଥା ମଧ୍ୟ ଠିକ ଯେ ପିତାମାତାଙ୍କର ଶୁଭ ସଂସ୍କାର ନ ରହିଲେ ତୁମେ ଏଠାକୁ ଆସିପାରନ୍ତ ନାହିଁ। ଏତେ ସୁନ୍ଦର କଥା ଠାକୁର କହିଦେଲେ ଯେ ପିତାମାତାଙ୍କର ଯଦି ଶୁଭ ସଂସ୍କାର ନଥାନ୍ତା ତାହେଲେ ଆମେ କେବେ ଗୁରୁଚରଣ ସଦ୍ଗୁରୁଙ୍କୁ ପାଇପାରନ୍ତୁ ନାହିଁ। ସେଥିପାଇଁ କୁହାନି ଶାସ୍ତ୍ରରେ ସେ ତିନିଟା ଜିନିଷ ସଂସାରରେ ଦୁର୍ଲଭ, ଦୁର୍ଲଭଂ ତ୍ୱୟମେବୈତଂ ଦୈବାନୁଗ୍ରହ ହେତୁକଂ ମନୁଷ୍ୟତ୍ୱଂ ମୁମୁକ୍ଷତ୍ୱଂ ମହାପୁରୁଷ ସଂଶୟ। ତେଣୁ ମହାପୁରୁଷ ବା ସଦ୍ଗୁରୁଙ୍କୁ ଲାଭ କରିପାରନ୍ତୁ ନାହିଁ ଯଦି ତାଙ୍କର ପିତାମାତାଙ୍କର ଶୁଭ ସଂସ୍କାର ନଥାନ୍ତା। ତୁମର ଦୀକ୍ଷିତ ହେବାର ଭିତରେ ଦେଇ ବୁଝାଯାଏ ତୁମର ବାପା ମାଙ୍କ ଭିତରେ ମଧ୍ୟ ସଦ୍ଗୁରୁ ଗ୍ରହଣର ପ୍ରବଣତା ଅନିଶ୍ଚିତ ଅଛି ହିଁ, ଅନୁସ୍ଚିତ ଅଛି। ସେମାନେ ଦୀକ୍ଷା ନିଅନ୍ତୁ ବା ନ ନିଅନ୍ତୁ ତୁମର ଚଳନ ଯଦି ସେମାନଙ୍କୁ ବିକ୍ଷୁବ୍ଧ ନ କରେ ତେବେ ସେମାନେ ଦୀର୍ଘଦିନ ତୁମ ପ୍ରତି ସତ୍ସଙ୍ଗୀ ହେବା କାରଣରୁ ବିରକ୍ତ ହେଇ ରହିପାରିବେ ନାହିଁ। ତୁମ ବାପା ମାଙ୍କ ପାଖରେ ପ୍ରଥମେ ଯଦି ତୁମର ଦାମ ନ ବଢେ ତେବେ ମୋର ଦାମ ବଢିବ ନାହିଁ, ଠାକୁର କହୁଛନ୍ତି। ତେଣୁ ତୁମ ପିତାମାତାଙ୍କ ପାଖରେ ତୁମ ପରିବେଶ ଭିତରେ ଯଦି ତୁମର ଦାମ ନ ବଢିଲା ମୋର ଦାମ ସେମାନଙ୍କ ପାଖରେ ବଢିବ କେମିତି? ତୁମର ଦାମ ବଢିବା ମାନେ ତୁମର ଚାଲି ଚଳନ ଫଳରେ ତୁମ ପ୍ରତି ସେମାନଙ୍କର ଗୋଟେ ସ୍ନେହଳ ଶ୍ରଦ୍ଧା ସୃଷ୍ଟି ହେବା, ସେଠାରେ ଏହା ହିଁ ହେଲା ଯାଜନ। ତାହା ନକରି ଯଦି ମୁହଁରେ କେବଳ ଠାକୁର ଠାକୁର କର ତାର ମାନେ ତୁମର ଠାକୁରଙ୍କୁ ତୁମେ ଅଶ୍ରଦ୍ଧା କରିବାକୁ କହୁଛ। ତାକୁ ଯାଜନ କୁହନ୍ତି ନାହିଁ, କୁହନ୍ତି ଗାଜନ, ଠାକୁରଙ୍କର କଥା। ତେଣୁ ଆମେ ଯଦି ତାଙ୍କୁ ଜୀବନର ନିୟାମକ ଶ୍ରେଷ୍ଠ ବୋଲି ଭାବିଛେ ଆମର ପିତାମାତା ପରିବେଶ ଯାହାଙ୍କୁ ନେଇକି ଯେ ଠାକୁର କହୁଛନ୍ତି ଯେ ଯାହାଙ୍କୁ ଅର୍ଥାତ ଯେଉଁମାନଙ୍କର ଅସ୍ତିତ୍ୱରେ ମୁଖ୍ୟତଃ ତୁମର ପୃଷ୍ଠ ଯେଉଁମାନଙ୍କର ଅସ୍ତିତ୍ୱରେ ମୁଖ୍ୟତଃ ସ୍ୱାର୍ଥାନ୍ୱିତ, ଯେଭଳି ପିତା ମାତା ଧର ଭ୍ରାତା ଭଗିନୀ ଦାରା ପୁତ୍ର ପୁତ୍ରାଦି ଦୁନିଆର ପ୍ରତ୍ୟେକ ହିଁ ଯେଉଁମାନଙ୍କୁ ନେଇ ନିଜର ଅସ୍ତିତ୍ୱକୁ ନିଶ୍ଚିତ କରି ନିଜକୁ ସ୍ୱସ୍ତି ସମ୍ପନ୍ନ କରି ତୋଳିଥାନ୍ତି ସେମାନଙ୍କ ଭିତରେ ତୁମେ ଯଦି ଶ୍ରଦ୍ଧା ସନ୍ଧିସୁ ତତ୍ପର ହେଇକି ତାଙ୍କର ତୁମର ପୃଷ୍ଠଙ୍କୁ ଯଦି ଦର୍ଶନ କରି ନ ପାରିଲ ତାହେଲେ ଲାଭ କଣ ଜୀବନରେ? ମୂଳତଃ ଆମକୁ ନିଜକୁ ଆଗେ ସୁଗଠିତ କରି ତୋଳିବାକୁ ପଡିବ। ଯଦି ଇଷ୍ଟଙ୍କ ଉପରେ ପ୍ରକୃତରେ ଟାଣ ଥାଏ ତାହେଲେ ଆମେ ସମସ୍ତଙ୍କ ଭିତରେ ସେଇ ଇଷ୍ଟଙ୍କୁ ହିଁ ସଞ୍ଚାରିତ କରିପାରିବୁ। ଠାକୁର ଆଲୋଚନା ପ୍ରସଙ୍ଗ 6ଠ ଖଣ୍ଡରେ କହୁଛନ୍ତି, ଠାକୁର ପ୍ରଶ୍ନ କରାଯାଇଛି ଯେ ଇଷ୍ଟଙ୍କ ପ୍ରତି ଯଦି ପ୍ରକୃତରେ ଟାଣ ଥାଏ ତାହା କଣ ସମସ୍ତଙ୍କ ମଧ୍ୟରେ ସଞ୍ଚାରିତ ହେଇପାରିବ? ଠାକୁର କହୁଛନ୍ତି ହଁ, ଇଷ୍ଟଙ୍କ ପ୍ରତି ଟାଣ ହେଲା ରିଏଲ ଖାଣ୍ଟି ଜିନିଷ, ଆଉ ଏହା ଯଦି ପ୍ରକୃତରେ କାହା ଭିତରେ ଥାଏ ତାହେଲେ ପାରିପାର୍ଶ୍ୱିକଙ୍କ ଭିତରେ ସଂକ୍ରମିତ ନ ହୋଇ ରହିପାରେ ନାହିଁ। ସେତେବେଳେ ସେ ନର୍ମାଲି ଲଭିଂ ସ୍ୱଭାବତଃ ହିଁ ଭଲ ପାଇବା ପ୍ରବଣ ହୁଏ, ଭଲ ନ ପାଇ ରହିପାରେ ନାହିଁ। କିନ୍ତୁ ଏଇ ଭଲ ପାଇବା ଓ ସେବାର ଉତ୍ସ ମଧ୍ୟ ଇଷ୍ଟ, ଗନ୍ତବ୍ୟ ମଧ୍ୟ ଇଷ୍ଟ। ଯତ୍ର ଯତ୍ର ନେତ୍ର ପଡେ ତତ୍ର ତତ୍ର ଇଷ୍ଟ ସ୍ଫୁରେ, ଏଇପରି ହୁଏ। ଠାକୁର କହୁଛନ୍ତି ଏଇ କଥାଟା, ଏଟା ଠାକୁରଙ୍କର କଥା, ମୋର ନୁହେଁ। ଇଷ୍ଟ ଏବଂ ପାରିପାର୍ଶ୍ୱିକଙ୍କ ପ୍ରତି
तार स्वतस्फूर्त श्रद्धा देखी पारिपार्श्विक भितर ता प्रति एवं सही संगे संगे तार इष्टों प्रति श्रद्धा गजी उठे तार चलन नहीं मनुष्यर अंतर श्रद्धा काढ़ी निए तार चलन ता भीतर गोटे प्रभाव पकाए तेणु इष्ट प्रति कौन सी प्रश्न ही ना प्रश्न नहीं सेठी भक्ति और विश्वास ए दुटा ही दृढ़ दरकार आ से भक्ति विश्वास ठाकुर कहते श्रेष्ठ दृष्टांत हेले हनुमान जेटा मु कहूली रामचंद्र को खुशी करवा धंदा ही से सारा जीवन टा कटई देइचंती आ कौन सी धंदा नहीं छाती चिरी देखई देले सेठारे रामचंद्र ही विराज करिचंती तांकर हृदय मध्य जड़े ही अछंती से हेले रामचंद्र आ रामचंद्र अछंती बोली एपरिक रामचंद्र जहा किछि सह विश्व दुनिया मध्य ताक पाखरे केते मूल्यवान किंतु राम विहीन अमूल्य रत्नहार मध्य ताक पाखरे असार मूल्यहीन ताकू से गुरुत्व दियंती नहीं ताकू कोणा कौड़ीर दाम दियंती नहीं ठाकुर कहउछन्ती भक्ति विश्वास एमिति करी मनुष्य को एकाधारे महाशक्त और महानिर्लिप्त करी तोले से दुनियादारी पछरे दौड़े नहीं किंतु दुनियार ऐश्वर्य मान जश ता पछरे गुड़ाए तादे इष्ट सेवारे सुविधा न हेले से दिग को से वृक्ष मध्य करे नहीं बरं संतर्पण रे एड़े चले यदि ताहार इष्ट भजन अर्थात इष्टंकर संग सेवा स्मरण मनन जाजन प्रयोजन पूर्ण इत्यादि अतुट थाए अस्खलित थाए तेबे कौन सी दुख को ही से दुख बोली मन करे नहीं पुणी कौन सी सुख को ही से सुख बोली मन करे नहीं यदि से सुख भोग करने को जाई मुहूर्तक पाई मध्य तार मन इष्टानुसरण ठारू विच्छिन्न बा विच्युत हो पड़े ताकू से जीवन परम दुर्भाग्य और दुर्घटना बोली मन करे से कष्ट से सही पारे नहीं ताहले बुझंतु तार चरित्रटा कि रूप निए पुणी इष्ट को जी भल पाए परिवेश को मध्य से भल न पाई सेवा न करी रही पारे नहीं जने निष्ठावान विश्वासी भक्त जो मूलक थाए से मूलकर चेहरा ही बदली जाए ठाकुर कहते से जे कि जिनिस ता कही बुझाई हुए नहीं एई रकमर मनीष चर्म चक्षुरे देखा पाइबा मध्य भाग्यर कथा एई रकमर मनीष मध्य चर्म चक्षुरे देखा भाग्यर कथा बोली ठाकुर कहते केते बड़ कथा तेणु आम जदि इष्ट प्राण हवा ताले पारिपार्श्विक आम सेवा न करी पारिपार्श्विक भितर से पृष्ठ को दर्शन न करी आम रही पारिबा कि आम बाध्य प्रत्येक भीतर से भाव आम देखा पाइबा ठाकुर से प्रश्न करे आलोचना प्रसंग 10 खंड ठाकुर कहते जे इष्टार्थ पूरण धंदा नहीं पारिपार्श्विक बृहत्तर परिवेश सेवा करने को कहीं प्रश्न कराई ठाकुर कहते से फंडामेंटाल मूल कथा सेठारे छिड़ा नहले आपनकर सत्तार स्थिति केउंटी परिवेश तार निजर प्रयोजन मेंटाइबार तागिद आपण को केउ अवस्था रे केउ जगह रे टाणी नहीं साबाड़ कर देव ता आपण ठीक पाइबे नहीं सत्ता पोषणी सेवा आपण देई पारिबे नहीं यदि आपनकर इष्टार्थ पूरणी धंदा और तार मानदंड ठीक न थाए परिवेश सेतेबेले आपनकर सेवा प्राणता को निजर प्रवृत्ति पोषणार्थ कार्य लगेइबो आपण बुका हेई जिवे बहुत करिवे किंतु कोनोसी मनीष आपनकर एसेट बा संपद हेबो नाही सेमाने मध्य आपनकर वृत्ति रे तेल मालिश करिया पई आपण को खूब बाहावा देबे आ आपण मध्य सेमानकर बाहावा पाइबार लोभरे सेमानकर आबुल ताबुल चाहिदा मेंटेई चलीबा को चेष्टा करिवे शेषरे आपनकर प्राणनाश परि अवस्था आपण जेबे सेमानकर चाहिदा सहित ताल रखी चली पारिबे नाही सेतेबेले सेमाने आपनको विरुद्धाचरण करिवे लाभ मध्य एईटा ही लाभ फल कथा मनीष को सेतेबेले ही सेवा करा हुए जेतेबेले ता भितर योग्यता और आत्मशक्तिर उद्बोधन कर दिया हुए इष्टानुग सेवार भितर दे ही ता संभव हुए इष्टानुग सेवार अंग ही है बहिरंग सेवार सहित तार भितरटा नियंत्रण करवा जहाद्वारा से केवल निजर स्वार्थ और प्रवृत्ति नहीं विव्रत न थाए एवं निजर घुमंत शक्ति जाग्रत कर कार्य लगेबार तागिद बोध करे यह ता भीतर इष्ट प्राणता संचारित करी तार सत्तार हाथ देवा हुए यही को न कले ही सबू व्यर्थ मु कहे बाप मां प्रति भक्ति भाव खूब बड़ जिनिस किंतु ता मध्य जदि इष्टानुग परिणति लाभ न करे ता मध्य से भी व्यभिचारी भक्ति रे पर्यवसित हुए गोटे माल गुंथिले किंतु मालर दुई दिग जदि एक सहित बांधि न दियंती ता कहारी गलारी पिंधि पारिबे नाही माल होई मध्य ता मालर कार्य करे नाही
ସେବା ବା ଭକ୍ତି ମଧ୍ୟ ସେହିପରି ଅଲଗା ବ୍ୟାପାର ହେଇଯାଏ। ଯଦି ତା ଇଷ୍ଟବନ୍ଧନରେ ବନ୍ଧା ନ ପଡେ ତା କୌଣସି ସାର୍ଥକତା ଲାଭ କରେ ନାହିଁ। ତା ଛଡା ଇଷ୍ଟପ୍ରାଣତା ନ ରହିଲେ ମଣିଷ ଗୁଡିକୁ ଗୁଚ୍ଛ ବାନ୍ଧି ଉଠନ୍ତି ନାହିଁ, ପରସ୍ପର ସ୍ୱାର୍ଥାନ୍ୱିତ ହୁଅନ୍ତି ନାହିଁ, ପରସ୍ପର ଭିତରେ ସମନ୍ୱୟ, ଭଲ ପାଇବା, ପ୍ରୀତି, ପ୍ରେମ ଜାଗୃତ ହୁଏ ନାହିଁ। ତେଣୁ ଇଷ୍ଟପ୍ରାଣତା ହିଁ ବଡ ଜିନିଷ। ଆଉ ସେଇଟା ଯଦି ଆମେ ଆମର ଆସିଲା ତାହେଲେ ଆଉ କିଛି ଭାବିବାର ନାହିଁ। ତେଣୁ ଇଷ୍ଟପ୍ରାଣତାକୁ ଆମେ ଯଦି ଜାଗ୍ରତ କରିଦଉ ପ୍ରତି ପ୍ରତ୍ୟେକଙ୍କ ଭିତରେ, ଆଗେ ନିଜ ଭିତରେ ଜାଗ୍ରତ କରିବା ଦରକାର, ତାହେଲେ ଅନ୍ୟ ଭିତରେ ଜାଗ୍ରତ କରିବା ପାଇଁ ଆମକୁ ଅସୁବିଧା ହବ ନାହିଁ, ଆପେ ଆପେ ସେ ଜାଗ୍ରତ ହେଇଯିବ। ଆଉ ସେଇଟା ହିଁ ଠାକୁର କହୁଛନ୍ତି ଯେ ପ୍ରତି ପରିବେଶ ଭିତରେ ପିତା ମାତା ଭାଇ ଭଗିନୀ ତାରା ପୁତ୍ର ଏଇ ସମସ୍ତଙ୍କ ଭିତରେ ତୁମେ ଯଦି ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ନ ପାରିଲ ତାହେଲେ ତୁମେ କଣ ଭାବୁଛ ଯେ ଆବ୍ରହ୍ମର, ଠାକୁର କହୁଛନ୍ତି ଆବ୍ରହ୍ମର କୌଣସି ବି ବ୍ୟକ୍ତି ବିଶେଷରେ ତୁମର ପୃଷ୍ଠ ସ୍ଫୁରଣ ଉଦ୍ଭାସିତ ହେଇ ଉଠିବ, କେବେ ବି ଉଦ୍ଭାସିତ ହେଇ ଉଠିବ ନାହିଁ। ତେଣୁ ପ୍ରଥମ କଥା ହେଲା, ଫାର୍ଷ୍ଟ ଆଣ୍ଡ ଫରମୋଷ୍ଟ ଡ୍ୟୁଟି ହେଲା ଇଷ୍ଟ ପ୍ରାଣତା ବା ଇଷ୍ଟ ପ୍ରତିଷ୍ଠା, ଶ୍ରେଷ୍ଠ ପ୍ରତିଷ୍ଠା। ତାଙ୍କର କଥା ହିଁ ଆମ ପାଖରେ ମୁଖ୍ୟ ହେଇ ଉଠିବ ଏବଂ ସେଇ କଥାକୁ ମାନି ନେଇ ବା ସେଇ କଥାକୁ ଆମର ଜୀବନ ଚଳଣୀରେ ଯଦି ଫୁଟେଇ ଆମେ ତୁଳୁ ତାହେଲେ ନିଶ୍ଚିତ ଭାବରେ ପ୍ରତି ପ୍ରତ୍ୟେକଙ୍କ ଭିତରେ ସେଇ ପୃଷ୍ଠ ସ୍ଫୁରଣ ହବ ଏବଂ ତାଙ୍କ ଭିତରେ ଆମେ ତାଙ୍କୁ ହିଁ ଦର୍ଶନ କରିପାରିବା। ତେଣୁ ଆସନ୍ତୁ ଭାଇମାନେ ମା ମାନେ, ସମୟ ହେଇଯାଇଛି, ଆମେ ସମସ୍ତେ ସେଇ ଶ୍ରେଷ୍ଠଙ୍କୁ ହିଁ ଗ୍ରହଣ କରିଛେ, ତାଙ୍କୁ ପ୍ରତିଷ୍ଠା କରିବା ପାଇଁ ଆମର ଜୀବନକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେବା, ସମର୍ପିତ କରିଦେବା ସେଇ କୃଷ୍ଣଙ୍କର ପାଦ ପଦ୍ମରେ। ତାଙ୍କର କଥା ହିଁ ଆମର କଥା, ତାଙ୍କର ଚାଲିଚଳନ ହିଁ ଆମର ଚାଲିଚଳନ, ତାଙ୍କର ଖାଇବା ପିନ୍ଧିବା ବସିବା ଉଠିବା ଯାହା ଯାହା କିଛି କରୁଥିଲେ ଚେଷ୍ଟା ରଖିବା ଆମ ଜୀବନରେ ତାକୁ ପ୍ରତିଫଳିତ କରିବା ପାଇଁ। ତାହେଲେ ଆମେ ନିଜେ ଠିକ ହେଇ ଉଠିଲେ ଅନ୍ୟମାନଙ୍କ ଭିତରେ ନିଶ୍ଚିତ ଭାବରେ ସେ ଭାବଧାରା ଯୋଉ ପ୍ରକଟିତ ହବ, ସେମାନେ ମଧ୍ୟ ଏଥିରେ ସ୍ଫୁରିତ ହେଇ ଉଠିବେ ଏବଂ ସମସ୍ତେ ସେଇ ଶ୍ରେଷ୍ଠଙ୍କୁ ନେଇକି ଚାଲିବେ। ଆମେ ମଧ୍ୟ ତାଙ୍କ ଭିତରେ ସେଇ ଶ୍ରେଷ୍ଠ ଦର୍ଶନ ଲାଭ କରିପାରିବୁ। ତାହେଲେ ଆମର ଜୀବନ ସାର୍ଥକ ହେବ, ପରିବେଶ ମଧୁମୟ ହେବ ଏବଂ ସମସ୍ତେ ଶାନ୍ତି ସ୍ୱସ୍ତିର ଅଧିକାର ହେଇ ଏକ ମୁଖରେ, ଏକ ପ୍ରାଣରେ, ଏକ ମନରେ ଗାଇ ପାରିବେ ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ, ଜୟ ଗୁରୁ। ବୋଲଥିଲେ କ୍ଷମା ଦେ।